हेलो एवरीवन ପିଲାମାନେ ତୁମ ସମସ୍ତଙ୍କୁ ଷ୍ଟଡି ଆଣ୍ଡ ଷ୍ଟଡିର ଗୋଟେ ଫ୍ରେଶ କ୍ଲାସରେ ମୁଁ ସୁବ୍ରତ ସାର୍ ୱେଲକମ୍ କରୁଛି। ପିଲେ ମିଶନ ଜେଏସସି ଏକ୍ଜାମ 2025 ପାଇଁ ଆମର ପ୍ରିପାରେସନ ପିଲେ ଷ୍ଟାର୍ଟ ହେଇଛି। ତ ଗତ ଭିଡ଼ିଓରେ ପିଲେ ମୁଁ ଫିଜିକ୍ସର ମୋଷ୍ଟ ଏକ୍ସପେକ୍ଟେଡ କ୍ୱେଶ୍ଚିନ୍ ଯାହା ଯାହା ପଡ଼ିବାର ଚାନ୍ସେସ୍ ପିଲେ ବହୁତ ବେଶୀ ଲଙ୍ଗ କ୍ୱେଶ୍ଚିନ୍ ଗୁଡ଼ା ପିଲେ ତମ ସହିତ ସେୟାର କରିଥିଲି। ନେକ୍ସଟ ଭିଡ଼ିଓରେ ମୁଁ କହିଥିଲି ଯେ ତମ ସହିତ ମୁଁ ସେୟାର କରିବି ପିଲେ ସର୍ଟ କ୍ୱେଶ୍ଚିନ୍ 2 ମାର୍କସ୍ ଆଉ 3 ମାର୍କସ୍ର ଯାହା ଯାହା ପିଲେ ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍ ସବୁ ରହିଲା ତାକୁ ପିଲେ ଭଲସେ ଆଜି ମୁଁ ତୁମକୁ ସିଲେକ୍ସନ ଦେଇ ଦଉଛି। ଏତିକି ପିଲେ ଭଲସେ କରିଦିଅ, ଡେଫିନାଇଟଲି ପିଲେ ଏକ୍ଜାମରେ ବହୁତ ଭଲ ମାର୍କ ପିଲେ ରଖିବ। ପୁରା ବାଛି ବାଛିକି ଏତିକି କ୍ୱେଶ୍ଚିନ୍ ପିଲେ ସର୍ଟ କ୍ୱେଶ୍ଚିନ୍ ନେଇକି ଆସିଛି 2 ମାର୍କସ୍ ଆଉ 3 ମାର୍କସ୍। ତେଣୁ ଭଲସେ ତାକୁ ପିଲେ ଦେଖିବ, ପୁରା ଲାଟେଷ୍ଟ ସିଲାବସକୁ ଦେଖିକି ପିଲେ ଏଇଟା ମୁଁ ତିଆରି କରିଛି। ପିଲେ ଯାହା ଯାହା ସିଲାବସରୁ କଟିଯାଇଛି ସେଗୁଡ଼ା ସବୁ କହିଦେବି, ଆଉ ଟିକେ ଟିକେ ପିଲେ ଡିସ୍କସନ୍ ବି କରିଦେବି। ଓକେ, ଚାଲ ପିଲେ ଷ୍ଟାର୍ଟ କରିବା, ଲେଟ୍ କରିବାନି। ତ ସର୍ଟ କ୍ୱେଶ୍ଚିନ୍ ଦେଖ, ମୁଁ ପ୍ରଥମରୁ କହିଦେଉଛି ପିଲେ ଗ୍ରାଫ୍ ଡେଫିନେଟଲି ପଡ଼ିବ। ପିଲେ ଏକ୍ଜାମରେ ଗ୍ରାଫ୍ ପଡ଼ିବ। ତ ଗ୍ରାଫ୍ ଯାହା ଯାହା ଇମ୍ପୋର୍ଟାଣ୍ଟ ଗ୍ରାଫ୍ ଅଛି ମୁଁ ପିଲେ ଗୋଟେ ୟୁଟ୍ୟୁବରେ ପିଲେ ଭିଡ଼ିଓ କରିକି ଦେଇଦେଇଛି। ଓକେ, ତ ଏଇ ସବୁ କ୍ୱେଶ୍ଚିନ୍ର ଆନ୍ସର ଗୁଡ଼ା ପିଲେ କୋଉଠୁ ପାଇବ ତାକୁ ବି ପିଲେ ମୁଁ ଡିଟେଲ୍ସରେ କହିଦେବି। ତ ଡେରି ନ କରିକି ପିଲେ ଷ୍ଟାର୍ଟ କରିବା କ୍ଲାସ୍। ଦେଖ ପିଲେ ଫାର୍ଷ୍ଟ କ୍ୱେଶ୍ଚିନ୍ ହେଲା ପୁରା ଇଲେକ୍ଟ୍ରୋ, ପୁରା ଚାପ୍ଟର ୱାଇଜ୍ ମୁଁ ଏଟାକୁ ପିଲେ ରଖିଛି, ଚାପ୍ଟର ୱାଇଜ୍ ରଖିଛି। ତା ସହିତ ପିଲେ ଗୋଟେ ଭିଡ଼ିଓରେ ମୁଁ କହିଥିଲି ନା 5ଟା ଷ୍ଟେପ୍, କୋଉ ଷ୍ଟେପ୍ରେ ତମେ କ'ଣ କରିବ ଭଲ ରେଜଲ୍ଟ ପାଇଁ। ପିଲେ ଫାର୍ଷ୍ଟ ଷ୍ଟେପ୍ରେ ମୁଁ କ'ଣ କହିଥିଲି, ଫାର୍ଷ୍ଟ ଷ୍ଟେପ୍ରେ ଯେତିକି ମୁଁ ସିଲେକ୍ସନ୍ ଲଙ୍ଗ କ୍ୱେଶ୍ଚିନ୍ ଦେଇଛି ତାକୁ ଭଲସେ ପ୍ରାକ୍ଟିସ୍ କରିବ ବୋଲି ପିଲେ ମୁଁ କହିଥିଲି। ସେକେଣ୍ଡରେ ଯେତିକି ସର୍ଟ କ୍ୱେଶ୍ଚିନ୍ ଦଉଛି ପିଲେ ଆଜି ଯେତିକି ଦେବି 2 ମାର୍କସ୍ ଆଣ୍ଡ 3 ମାର୍କସ୍ର ପିଲେ 2 ମାର୍କସ୍ ଆଣ୍ଡ 3 ମାର୍କସ୍ର ଯାହା ବି ଆଜି ସର୍ଟ କ୍ୱେଶ୍ଚିନ୍ ସିଲେକ୍ସନ୍ ଦେବି ତାକୁ ପୁରା ପାନି ପାନି ପିଲେ କରିବ। ଓକେ, ତାପରେ ଖାତାକୁ ଭଲସେ କରିବ ପିଲେ, ନୋଟ୍ ଖାତାକୁ ତୁମର ଭଲସେ କରିବ। ତାପରେ ପ୍ରିଭିୟସ୍ କ୍ୱେଶ୍ଚିନ୍ ହେଲା, ପ୍ରିଭିୟସ୍ କ୍ୱେଶ୍ଚିନ୍ ଆଗ 2 ମାର୍କସ୍ 3 ମାର୍କସ୍ କରିବ, ତାପରେ 1 ମାର୍କ। ଏଇଟା ଥିଲା ତୁମର 5ଟା ପିଲେ ଷ୍ଟେପ୍। ତ ସେଇ ହିସାବରେ ପିଲେ ହେଉଛି ଫାର୍ଷ୍ଟ ହେଲା ଲଙ୍ଗ କ୍ୱେଶ୍ଚିନ୍। ତମେ ଆଶା କରୁଛି ଯାହା ଦେଇଛି ଲଙ୍ଗ କ୍ୱେଶ୍ଚିନ୍ ତାକୁ ଭଲ ଭାବରେ ଏବେ ପ୍ରିପାରେସନ୍ କରୁଥିବ। ସେଠୁ ସର୍ଟ କ୍ୱେଶ୍ଚିନ୍ ଗୁଡ଼ା ଏଗୁଡ଼ା ପିଲେ ରହିଲା, ଏଗୁଡ଼ା ଭଲସେ ପିଲେ ଲେଖା ପ୍ରାକ୍ଟିସ୍, ଖାଲି ପଢ଼ିଦେଲେ ହେବନି ପିଲେ। ବହୁତ ପିଲା ମୁଁ ଦେଖିଛି କେବଳ ପଢ଼ି ଦିଅନ୍ତି, ପଢ଼ି ଦେଇକି ଏକ୍ଜାମ ହଲ୍କୁ ଚାଲିଯିବେ, ଏକ୍ଜାମ ହଲ୍ରେ ଆଉ ମନେ ପଡ଼ୁନଥିବ କ'ଣ ଥିଲା ତାପରେ କ'ଣ ଥିଲା, ସେଗୁଡ଼ା ହବନି ହେଲା କି। ସେଗୁଡ଼ା ନୁହେଁ, ଲେଖା ପ୍ରାକ୍ଟିସ୍ ପୁରା ଖାତାରେ ପୁରା ତମର। ମୁଁ ବାରମ୍ବାର କୁହେ କ୍ଲାସରେ ପିଲାମାନଙ୍କୁ ଏଇଭଳିଆ ଖାତା କରିବ, ଏଇଭଳିଆ ଖାତା କରିକି ଏଇଠି ପୁରା ଷ୍ଟେପୁଲ କରିଦବ, ତାପରେ ଏଇଭଳିଆ ଉଲ୍ଟେଇବ, ପୁରା ରାୟ ରାୟ ଲେଖା ଚାଲିବ। ପିଲେ ଖାତା ଯଦି ଏତିକି ଗଦା ନହେଲା, +2 ହେଉଛି ତମର ସାଇନ୍ସରେ ମ୍ୟାଥମେଟିକ୍ସରେ ବେଶୀ ସବୁଠୁ ପ୍ରାକ୍ଟିସ୍ ହବ। ଓକେ, ସବୁଠୁ ବେଶୀ ମ୍ୟାଥମେଟିକ୍ସରେ ପ୍ରାକ୍ଟିସ୍ ହବ, ତାପରେ ଫିଜିକ୍ସରେ ପ୍ରାକ୍ଟିସ୍ ହବ, ତାପରେ ଅର୍ଗାନିକ୍ କେମିଷ୍ଟ୍ରି ତମର ରହିଲା ହେଲା। ସେଗୁଡ଼ାକୁ ଭଲ ଲେଖା, ଯେତେ ଲେଖା ପ୍ରାକ୍ଟିସ୍ ପିଲେ କରିବ। ତ ଫାର୍ଷ୍ଟ ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍ ହେଲା ପିଲେ ଷ୍ଟେଟ୍ କୁଲମ୍ବସ୍ ଲ ଇନ୍ ଇଲେକ୍ଟ୍ରୋଷ୍ଟାଟିକ୍। ଲ ଗୁଡ଼ାରୁ ଏଥର ପଡ଼ିବ ବୋଲି ପିଲେ ସେ କ୍ଲିୟରଲି କହିଦେଇଛି। ତ ଲ ଯାହା ରହିଲା, ଅଳ୍ପ କିଛି ଲ ରହିଲା, 5-6ଟା ଲ ରହିଲା, ସେତିକି ଲ ଭିତରୁ କ୍ୱେଶ୍ଚିନ୍ ପିଲା ଆସିଯିବ। ଷ୍ଟେଟ୍ କୁଲମ୍ବସ୍ ଲ ଇନ୍ ଇଲେକ୍ଟ୍ରୋଷ୍ଟାଟିକ୍ ୱିଥ୍ ପ୍ରୋବ୍ଲେମ୍ ପିଲେ ଦେଖିବ ହେଲା। ତ କହୁନ ଦେଖିବ ଯେ ଫର୍ମୁଲାଟା କ'ଣ ଦେଖିବ, ମେନ୍ ଫର୍ମୁଲା ଏଇଟା ମନେ ରଖିବ, 1/4πε0 ଏପ୍ସାଇଲନ୍ r Q1 Q2/r²। এই ফর্মুলাରୁ ଦେଖିବ ପିଲେ ପ୍ରୋବ୍ଲେମ୍, ଏଇ ଫର୍ମୁଲାରୁ ପିଲେ ପ୍ରୋବ୍ଲେମ୍ ଦେଖିବ। 1/4πε0 Q1 Q2/r² ତ ଯିଏ ହେଲେ ଇଜିଲି ସିମ୍ପଲ୍ କରିଦେବ। এই ମେନ୍ କୁଲମ୍ବସ୍ ଲର ଫର୍ମୁଲା କ'ଣ କି, ଏଇଟା ହେଲା କୁଲମ୍ବସ୍ ଲର ଫର୍ମୁଲା। ସେ ଦେଇଦେଇଥିବ ନା ଏପ୍ସାଇଲନ୍ r ଟା ୱାଟର ଦେଇଦେଇଥିବ। ତାହେଲେ ୱାଟର ଦେଇଦେଲା ମାନେ ଏପ୍ସାଇଲନ୍ r ର ଭ୍ୟାଲୁ କେତେ ବସେଇବ, 81 ବସେଇବ। କାଚ ଦେଇଛି ଧରାଯାଉ, କାଚର ସେ ଦେଇଦେଇଥିବ ଏପ୍ସାଇଲନ୍ r ବା ରିଲେଟିଭ୍ ପରମିଟିଭିଟି ବା ଡାଇଲେକ୍ଟ୍ରିକ୍ କନଷ୍ଟାଣ୍ଟ ଦେଇଥିବ 5 କି 4 ଦେଇଥିବ। ତେଣୁ এই ଫର୍ମୁଲାକୁ ହିଁ ତୁମେ ଭଲସେ ମନେ ରଖିବ। ଯଦି ଏଆର ବା ଭ୍ୟାକ୍ୟୁମ୍ କହିଲା ତ ଏପ୍ସାଇଲନ୍ r ର ଭ୍ୟାଲୁ ପାଖାପାଖି ଆପ୍ରୋକ୍ସିମେଟ୍ 1 ହୁଏ। ତେଣୁ ଆମେ ଡାଇରେକ୍ଟ ଲିଖିଦିଏ F = 1/4πε0 Q1 Q2/r²। ତେଣୁ କିନ୍ତୁ ଏକ୍ଜାମ ପାଇଁ ମନେ ରଖିବା ପାଇଁ ପଡ଼ିବ ଏଇ ଫର୍ମୁଲାଟା, ନହେଲେ ହଇରାଣ ହେଇଯିବ ପିଲେ। 1/4πε0 Q1 Q2/r² ମନେ ରଖିଗଲେ ଘୁରେଇ ଦେବ, ଟିକେ ବୁଲେଇ ଦେଲା ମାନେ କରିହେବନି। ତେଣୁ ଏଇ ଫର୍ମୁଲାକୁ ସବୁବେଳେ ମନେ ରଖିକି ଯିବ। ତାପରେ ହ୍ୱାଟ୍ ଇଜ୍ କ୍ୱାଣ୍ଟାଇଜେସନ୍ ଅଫ୍ ଚାର୍ଜ ୱିଥ୍ ପ୍ରୋବ୍ଲେମ୍ ପିଲେ। କ୍ୱାଣ୍ଟାଇଜେସନ୍ ଅଫ୍ ଚାର୍ଜ ଯେଉଁ ଭଳିଆ ଆମେ ଜାଣିଛୁ Q = ପିଲେ NE, Q = NE ତାକୁ ଷ୍ଟେଟମେଣ୍ଟ ଆକାରରେ ପିଲେ ଲେଖିବ। ପୁରା ନୋଟ୍ସ ଯଦି ପିଲେ ଦରକାର ଏଇଠି ତମର ରହିଛି, ତମେ ସିଧା ପ୍ଲେ ଷ୍ଟୋରକୁ ଓପନ୍ କରିବ ପିଲେ। ପ୍ଲେ ଷ୍ଟୋରକୁ ଓପନ୍ କରିକି ସର୍ଚ୍ଚ, ଡାଇରେକ୍ଟ ଯାଇକି ସର୍ଚ୍ଚ କରିବ ପିଲେ ଷ୍ଟଡି ଆଣ୍ଡ ଷ୍ଟଡି। ପ୍ଲେ ଷ୍ଟୋରକୁ ମୋବାଇଲରେ ପ୍ଲେ ଷ୍ଟୋରକୁ ଓପନ୍ କରିବ, ଯାଇକି ମୁଁ ଦେଇଦେବି ଭିଡ଼ିଓର, ଏଇ ଯେଉଁ ୟୁଟ୍ୟୁବ୍ ଭିଡ଼ିଓ ହେଉଛି ୟାର ଲିଙ୍କ୍, ଗୋଟେ ଭିଡ଼ିଓର ମୁଁ ଡେସ୍କ୍ରିପସନ୍, ଏଇ ୟାର ଡେସ୍କ୍ରିପସନ୍ ବକ୍ସରେ ଗୋଟେ ଭିଡ଼ିଓର ଲିଙ୍କ୍ ପିଲେ ଦେଇଦେବି। ସେ ମାନେ ଏଇ ଯେଉଁ ଭିଡ଼ିଓ ଦେଖୁଛ ତମେ, ୟାର ଡେସ୍କ୍ରିପସନ୍ ବକ୍ସକୁ ଚାଲିଯିବ, ତଳେ ଡେସ୍କ୍ରିପସନ୍ ବକ୍ସ ଅଛି ନା, ସେଇ ଯେଉଁ ଷ୍ଟଡି ଆଣ୍ଡ ଷ୍ଟଡି ଲେଖା ଅଛି ତା ତଳେ ସେଇଠି କ୍ଲିକ୍ କଲେ ତ ସେଇଠି ଗୋଟେ ଆଉ ଗୋଟେ ଭିଡ଼ିଓର ଲିଙ୍କ୍ ପିଲେ ପାଇବ। ପୁରା ସେ ଡିଟେଲ୍ସରେ କହିଛି ମୁଁ ଆପ୍ଲିକେସନରେ କୋଉ ଭଳିଆ କ'ଣ କରିବ। ଆପ୍ଲିକେସନକୁ ଇନଷ୍ଟଲ୍ କରିବ ପିଲେ, ପ୍ଲେ ଷ୍ଟୋରକୁ ଯାଇକି ଆପ୍ଲିକେସନକୁ ପିଲେ ଇନଷ୍ଟଲ୍ କରିବ। ଇନଷ୍ଟଲ୍ କରିସାରିଲା ପରେ ନିଜର ଷ୍ଟଡି ଆଣ୍ଡ ଷ୍ଟଡି ଆପ୍ଲିକେସନ୍ ଇନଷ୍ଟଲ୍ କରିସାରିଲା ପରେ ନିଜର ନାଁ ଆଉ ମୋବାଇଲ୍ ନମ୍ବର ପିଲେ ଦେବ। ନାଁ ଆଉ ମୋବାଇଲ୍ ନମ୍ବର ଦେଲେ
হচ্ছে এই পেজটা তোমার আসিଯିବ আপ্লিকেশন এই পেজটা খোলিଯିବ এটা হোম পেজটা পিলে ହେଲା না মোবাইল নম্বর দেই সারা পরে এটা হোম পেজରେ ବାହାରି ଗଲା ପରେ ପିଲେ ଏଇଠି ତଳେ ଲେଖା ଆସୁଥିବ ଦେଖ ହୋମ ତା ଡାହାଣ ପଟରେ ବେଚେସ୍ ତା ଡାହାଣ ପଟରେ ପିଲେ ଷ୍ଟୋର ହେଲା ସବୁବେଳେ କି ଷ୍ଟୋରରେ ପିଲେ କ୍ଲିକ୍ କରିବ ଆମାଜନ ଫ୍ଲିପକାର୍ଟରେ ଜିନିଷ କୋଉଠି ଥାଏ ନା ସାର୍ ଷ୍ଟୋରରେ ଥାଏ ଷ୍ଟୋରରେ କ୍ଲିକ୍ କରିବ ଷ୍ଟୋରରେ କ୍ଲିକ୍ କରିଦେଲା ମାନେ ଏଗୁଡ଼ା ସବୁ ଆସିଯିବ ପିଲେ ହେଲା ଅଲ୍ କୋର୍ସେସ୍ ଏଇ ଉପରେ ଲେଖା ବାହାରିବ ପିଲେ ଅଲ୍ କୋର୍ସେସରେ କ୍ଲିକ୍ କଲେ ଏଗୁଡ଼ା ସବୁ ଆସିବ ଏଇଟା +3 ପିଲାଙ୍କ ପାଇଁ ଫିଜିକ୍ସ ଅନର୍ସର କୋର୍ସଟା ପିଲେ ଏଇଟା +3 ପିଲାଙ୍କ ପାଇଁ ଗଭର୍ଣ୍ଣମେଣ୍ଟ ବିଡି ଏଣ୍ଟ୍ରାନ୍ସ ପାଇଁ ଏଇଟା ପିଲେ ଫାର୍ଷ୍ଟ ଇୟର ପାଇଁ ଏଇଟା କୋର୍ସଟା ତମର ଏଇଟା ହେଲା ସେକେଣ୍ଡ ଇୟର +2 ସେକେଣ୍ଡ ଇୟର ଫିଜିକ୍ସ ପିଲେ ଏଇଟା ହେଲା ତମର କୋର୍ସ +2 ସେକେଣ୍ଡ ଇୟର ଫିଜିକ୍ସ ମାତ୍ର ପିଲେ 99 ରହିଛି ପ୍ରାଇସ୍ ଏକ୍ସାମ ପର୍ଯ୍ୟନ୍ତ ପୁରା ଡିଟେଲ୍ସରେ ପିଲେ ପଢା ହେଇଛି ପୁରା ଅଲ୍ କମ୍ପ୍ଲିଟ୍ ନୋଟ୍ସ ରହିଛି ପିଲେ କମ୍ପ୍ଲିଟ୍ ଭିଡ଼ିଓ ରହିଛି ଗତ ବର୍ଷ ଏଟା ମୁଁ ଫ୍ରି କରିଦେଇଥିଲି ଗତ ବର୍ଷ ପିଲେ ଫ୍ରି କରିଦେଇଥିଲି ମିନିମମ୍ ପ୍ରାଇସ୍ ରଖା ହେଇଛି 99 ମାନେ ଗୋଟେ ପିଲେ ଚିକେନ ପକୋଡ଼ା ହଉଛି ପ୍ଲେଟ୍ ବି ୟା ପାଖରୁ ପିଲେ ଅଧିକା ପ୍ରାଇସ୍ ରହିବ କ'ଣ ପାଇଁ କି 99 ମୁଁ ରଖିଛି କିଛି ଗୁଡ଼ା ତମେ ପେ କଲ ମାନେ ପଢିବା ପାଇଁ ଡେଫିନେଟଲି ପିଲାଙ୍କର ମନରେ କ'ଣ ଇଣ୍ଟରେଷ୍ଟ ଆସିବ 10 ଟଙ୍କା ପେ କର ବା 5 ଟଙ୍କା ପେ କଲେ ବି ଗୋଟେ ଜିନିଷରେ ଇଣ୍ଟରେଷ୍ଟ ପିଲା ଆସେ ହେଲା କି ତେଣୁ ମିନିମମ୍ ପ୍ରାଇସ୍ ଗୋଟେ ଆପ୍ଲିକେସନରେ ମିନିମମ୍ ପ୍ରାଇସ୍ ଗୋଟେ ରଖାହେଇଛି ପିଲେ 99 ତେଣୁ ଏଇ 99 ପେ ହଉଛି ତମେ ପେ କରିକି କୋଉ ଭଳିଆ ପେମେଣ୍ଟ କରିବ ଏଇଠି ତମର ଆସିଯିବ ହେଲା ସେଠି କ୍ଲିକ୍ କଲେ +2 ସେକେଣ୍ଡ ଇୟର ଫିଜିକ୍ସରେ ପିଲେ କ୍ଲିକ୍ କଲେ ଏଇଟା ଖୋଲିଯିବ ହେଲା ଏଇ ପେଜଟା ଖୋଲିଯିବ ଏଇ ପେଜଟା ଖୋଲିଗଲେ ପିଲେ ଦେଖ ଉପରେ ଲେଖା ହେଇଥିବ ପିଲେ ଓଭରଭ୍ୟୁ ତା ଡାହାଣ ପଟେ ଲେଖା ହେଇଥିବ ପିଲେ କଣ୍ଟେଣ୍ଟ ଏଇ କଣ୍ଟେଣ୍ଟରେ ପିଲେ କ୍ଲିକ୍ କଲେ ପିଡିଏଫ୍ ନୋଟ୍ ଆସିବ ଭିଡ଼ିଓ ଆସିବ ପିଡିଏଫ୍ରେ ପୁରା କମ୍ପ୍ଲିଟ୍ ପିଡିଏଫ୍ ରହିଛି ପିଲେ +2 ସେକେଣ୍ଡ ଇୟର ଫିଜିକ୍ସର ଭିଡ଼ିଓ ସେଇଭଳିଆ କମ୍ପ୍ଲିଟ୍ ଭିଡ଼ିଓ ରହିଛି ସବୁ ଚାପ୍ଟର ପୁରା ଡିଟେଲ୍ସରେ ପଢା ହେଇଛି A to Z ପୁରା ଡିଟେଲ୍ସରେ ପଢା ହେଇଛି ଏଇ ତଳେ ପ୍ରାଇସ୍ ଶୋ କରୁଥିବ ପିଲେ ମାତ୍ର 99 ଶୋ କରୁଥିବ ଏଠି ବାଇ ନାଓରେ କ୍ଲିକ୍ କଲା ମାନେ ବାଇ ନାଓରେ କ୍ଲିକ୍ କଲା ମାନେ ତମେ ଫୋନ ପେରୁ ତମର ବାଇ କରିଦେଇ ପାରିବ ସଙ୍ଗେ ସଙ୍ଗେ ବାଇ ନାଉ କରିଦେଇ ସାରିଲା ପରେ ଏଇ ଯୋଉ ଭିଡ଼ିଓ ଗୁଡ଼ା ଦେଖୁଛ ପିଲେ ଭିଡ଼ିଓ ଗୁଡ଼ା ବା ପିଡ଼ିଏଫ୍ ଗୁଡ଼ା ଲକ୍ ହେଇକି ଥିବ ଖୋଲୁ ନଥିବ ସଙ୍ଗେ ସଙ୍ଗେ ଅନଲକ୍ ପିଲେ ହେଇଯିବ ତଥାପି ଯଦି କିଛି ଜାଣିପାରୁନ କ'ଣ କରିବ ଏଇ ନମ୍ବରରେ ମୋତେ ହ୍ୱାଟ୍ସଅପ୍ କରିବ 9090171794 ଏଇ ନମ୍ବରରେ ତମେ ମୋତେ ପିଲେ ହ୍ୱାଟ୍ସଅପ୍ କରିପାରିବ ଠିକ୍ ଅଛି ଆଉ ଗୋଟେ ପିଲା ଇମ୍ପୋର୍ଟାଣ୍ଟ କଥା ମୁଁ କହିଦେଉଛି ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ଆମର ଗୋଟେ ହ୍ୱାଟ୍ସଅପ୍ ଗ୍ରୁପ୍ ପିଲା ରହିଛି +2 ହଉଛି ପିଲାମାନଙ୍କ ପାଇଁ ହ୍ୱାଟ୍ସଅପ୍ ଗ୍ରୁପ୍ ରହିଛି ଜଷ୍ଟ ଖାଲି ଏଇ ଯୋଉ ନମ୍ବର ଦେଖୁଛ ପିଲା 9090171794 ଏଇ ନମ୍ବରରେ ଜଷ୍ଟ ଖାଲି ଗୋଟେ ହାଇ ଲେଖିକି ସେଣ୍ଡ କରିଦେବ ଫ୍ରିରେ ମୁଁ ହ୍ୱାଟ୍ସଅପ୍ ଗ୍ରୁପ୍ରେ ଆଡ୍ କରିଦେବି +2 ରିଲେଟେଡ୍ ଯାହା ବି ଇନଫର୍ମେସନ୍ +2 ରିଲେଟେଡ୍ ଯାହା ଇନଫର୍ମେସନ୍ ମୁଁ ସେଇ ହ୍ୱାଟ୍ସଅପ୍ ଗ୍ରୁପ୍ରେ ପିଲେ ସେୟାର କରେ କମ୍ପ୍ଲିଟଲି ଫ୍ରିରେ ତମକୁ ମୁଁ ପିଲେ ଆଡ୍ କରିଦେବି ଠିକ୍ ଅଛି ତା ସହିତ ଯଦି ତମର ଫୋନ୍ ପେ ବା ଗୁଗୁଲ ପେରେ ଏଠି କେବେ ଅନଲାଇନରେ ଆମାଜନ ଫ୍ଲିପକାର୍ଟରୁ ଜିନିଷ କିଣିନ ମୋତେ ଜଷ୍ଟ ଖାଲି ଏଇ ନମ୍ବରରେ ଯଦି ଫୋନ୍ ପେ ବି କରିଦେବ ପିଲେ 99 ଯଦି ପିଲା ମୋତେ ଫୋନ୍ ପେ କରିଦେଉଛ ଏଇ ନମ୍ବରରେ ଗୋଟେ ସ୍କ୍ରିନଶଟ୍ ପିଲା ମୋତେ ସେଣ୍ଡ କରିଦେବ ମୁଁ ଦେଲେ ତମକୁ ଏଇ ଆଡ୍ କରିଦେବି କୋଉଠି ତମର ଏଇ ଆପ୍ଲିକେସନରେ କୋର୍ସ ତମର କରିଦେବି କିଛି ଅସୁବିଧା ପିଲେ ନାହିଁ ତମର ଯଦି ଫୋନ୍ ପେ ନାହିଁ ତମ ସାଙ୍ଗ ମୋବାଇଲରୁ ପଠେଇ ପାରିବ 99 ମୋତେ ନହେଲେ ଜନସେବା କେନ୍ଦ୍ର ଯଦି ପାଖରେ ଥିବ ସେଠୁ ଯାଇକି ପଠେଇକି ମୋତେ ସ୍କ୍ରିନଶଟ୍ଟା ପିଲେ ସେୟାର କରିଦେବ ହ୍ୱାଟ୍ସଆପ୍ରେ ମୋତେ ସ୍କ୍ରିନଶଟ୍ ପଠେଇଦେବ ଏଇ ନମ୍ବରରେ ହେଲା ଏଇ ନମ୍ବରରେ ହ୍ୱାଟ୍ସଆପ୍ କରିଦେଲେ ମୁଁ ତମକୁ କୋର୍ସ କରିଦେବି ହେଲେ କୌଣସି ଅସୁବିଧା ନାହିଁ ଠିକ୍ ଅଛି ପୁରା ଡିଟେଲ୍ସରେ ପଢ଼ା ହେଇଛି ଅଲ୍ ଲଙ୍ଗ କୋଶ୍ଚିନ୍ ଅଲ୍ ସର୍ଟ କୋଶ୍ଚିନ୍ ପୁରା କମ୍ପ୍ଲିଟ୍ ରହିଛି ଏକ୍ସାମ୍ ପର୍ଯ୍ୟନ୍ତ ପୁରା 99 ଟଙ୍କାରେ ଆରାମସେ ତମେ ପିଲେ ପଢିପାରିବ 93 ଦେଖ 3 ନମ୍ବର କ୍ୱେଶ୍ଚିନ୍ ହେଲା ଷ୍ଟେଟ୍ ସୁପରପୋଜିସନ ପ୍ରିନ୍ସିପଲ ଯୋଉ ଚାର୍ଜର ସୁପରପୋଜିସନ ପ୍ରିନ୍ସିପଲ ଥିଲା ମନେ ପଡୁଛି ନା ଯେ ଗୁଡ଼ାଏ ଚାର୍ଜ ଯଦି ଗୋଟେ ଏକା ପାଖରେ ଥିବେ ଦେ ବିହେଭ୍ ଇଣ୍ଡିପେଣ୍ଡେଣ୍ଟ ଅଫ୍ ଇଚ୍ ଅଦର ଆଣ୍ଡ ନେଟ୍ ଫୋର୍ସ ଅନ୍ ୱାନ୍ ଚାର୍ଜ ଡ୍ୟୁ ଟୁ ଅଲ୍ ଅଦର ଚାର୍ଜେସ୍ ଆର୍ ଦ ଭେକ୍ଟର ସମ୍ ଅଫ୍ ଅଲ୍ ଫୋର୍ସେସ୍ ହେଲା କି ସେଟା କୁହାଯାଉଥିଲା ସୁପରପୋଜିସନ ପ୍ରିନ୍ସିପଲ 4 ନମ୍ବର ପିଲା ଡିରାଇଭ୍ ଏନ୍ ଏକ୍ସପ୍ରେସନ ଫର୍ ଟର୍କ ଆକ୍ଟିଂ ଅନ୍ ଏନ୍ ଇଲେକ୍ଟ୍ରିକ୍ ଡାଇପୋଲ୍ ପ୍ଲେସ୍ଡ ଇନ୍ ଏନ୍ ୟୁନିଫର୍ମ ଇଲେକ୍ଟ୍ରିକ୍ ଫିଲ୍ଡ କେତେ ହେବ ଟର୍କ ଏଟା ଯୋଉ ଥିଲା ପିଲେ ଟାଉ ଇକ୍ୱାଲ୍ ଟୁ ପିଇ ସାଇନ୍ ଥିଲା ମନେ ପଡୁଛି ପିଇ ସାଇନ୍ ଥିଟାକୁ ବହୁତ ଭଲ ଭାବରେ ପିଲେ ପ୍ରିପାରେସନ କରିବ ତା ସହିତ ପ୍ରୋବ୍ଲେମ ଥିଟାର ଭ୍ୟାଲୁ ଦେଇଥିବ ପି ର ଭ୍ୟାଲୁ ଦେଇଥିବ ଇ ର ଭ୍ୟାଲୁ ଦେଇଥିବ ଏଗୁଡ଼ା ସବୁ ପ୍ରୋବ୍ଲେମ ପିଲେ ହେଲା ତାପରେ 5 ନମ୍ବର ହ୍ୱାଟ ଇଜ ଇକ୍ୱିପୋଟେନସିଆଲ ସରଫେସ୍ ରାଇଟ୍ ଡାଉନ୍ ଇଜ ପ୍ରପର୍ଟି ଇମ୍ପୋର୍ଟାଣ୍ଟ ମାନେ ବହୁତ ଇମ୍ପୋର୍ଟାଣ୍ଟ ବାରମ୍ବାର କ୍ୱେଶ୍ଚିନ୍ ପଡୁଛି ବର୍ଷେ ନୁହଁ 2 ବର୍ଷ ନୁହଁ ପାଖାପାଖି 50 ବର୍ଷର କ୍ୱେଶ୍ଚିନ୍କୁ ମୁଁ ଦେଖିକି କହୁଛି 45-50 ବର୍ଷର କ୍ୱେଶ୍ଚିନ୍କୁ ମୁଁ ଦେଖିକି କହୁଛି ପିଲେ ତ ରାଇଟ୍ ଡାଉନ୍ ଇଜ ପ୍ରପର୍ଟି ହ୍ୱାଟ ଇଜ ଇକ୍ୱିପୋଟେନସିଆଲ ସରଫେସ୍ ଇକ୍ୱିପୋଟେନସିଆଲ ସରଫେସ୍ର ୱାର୍କ ଡନ୍ କେତେ ହେବ ଗୋଟେ ଚାର୍ଜ ପାର୍ଟିକଲ ମୁଭ୍ କଲେ ତ ବହୁତ ଇମ୍ପୋର୍ଟାଣ୍ଟ ଲାଇନ୍ସ ଅଫ୍ ଫୋର୍ସ ଆଉ ଇକ୍ୱିପୋଟେନସିଆଲ ସରଫେସ୍ର ଆଙ୍ଗେଲ କେତେ ଏଗୁଡ଼ା ସବୁ ପ୍ରପର୍ଟି ଭିତରେ ସବୁ ପିଲେ ଯିବ ରାଇଟ୍ ଡାଉନ୍ ଦ ପ୍ରିନ୍ସିପଲ ଅଫ୍ କାପାସିଟର ପିଲେ କାପାସିଟର ପ୍ରିନ୍ସିପଲ କ'ଣ ଗୋଟେ ଆର୍ଥ କଣ୍ଡକ୍ଟରକୁ ପ୍ଲେସ୍ଡ ଇନ୍ ଦ ନେବରହୁଡ ଅଫ୍ ଏ ଚାର୍ଜ କଣ୍ଡକ୍ଟର ରଖିଲେ capacity of the system must be increased ଏଟା ଥିଲା ପ୍ରିନ୍ସିପଲ ଅଫ କାପାସିଟର ପୁରା ଡିଟେଲ୍ସରେ ପିଲେ ପଢା ହେଇଛି ଆପ୍ଲିକେସନ ନେଇକି ଦେଖିପାରିବ ତାପରେ 7 ନମ୍ବର ହେଲା ପିଲେ ଗ୍ରୁପିଂ ଅଫ କାପାସିଟର ସିରିଜ ଗ୍ରୁପିଂ ପାରାଲାଲ ଗ୍ରୁପିଂ ୱିଥ୍ ପିଲେ ପ୍ରୋବ୍ଲେମ ସିରିଜ ଗ୍ରୁପିଂରେ କ'ଣ ରୁହେ ପାରାଲାଲ ଗ୍ରୁପିଂରେ କ'ଣ ହୁଏ ପିଲେ ଏଗୁଡ଼ା ତମର 3 ମାର୍କର କ୍ୱେଶ୍ଚିନ୍ ତ ହେଇପାରିବ ତା ସହିତ ଲଙ୍ଗ କ୍ୱେଶ୍ଚିନ୍ ପାଇଁ ବି ଟିକେ ଦେଖିଥିବ 16ଟା ଲଙ୍ଗ କ୍ୱେଶ୍ଚିନ୍ ଦେଇଛି ବାଇଚାନ୍ସ ତମର ଏଥର ଲଙ୍ଗ କ୍ୱେଶ୍ଚିନ୍ କହିଛି ନା ପୂର୍ବରୁ 7 ମାର୍କର ଲଙ୍ଗ କ୍ୱେଶ୍ଚିନ୍ ପଡୁଥିଲା ଏବର୍ଷ ତମର 5 ମାର୍କର ଲଙ୍ଗ କ୍ୱେଶ୍ଚିନ୍ ପଡିବ ତେଣୁ ଚାହିଁଲେ ସିରିଜ ଗ୍ରୁପିଂ ବା ପାରାଲାଲ ଗ୍ରୁପିଂ ଗୁଡାକୁ ବି ଲଙ୍ଗ କ୍ୱେଶ୍ଚିନ୍ ସେ ପକେଇ ଦେଇପାରେ ଠିକ ଅଛି ଟିକେ ହାଲକା ଦେଖିଦେଇଥିବ ସିମ୍ପଲ ତ କିଛି ନାହିଁ ଟ୍ରିକ୍ସଟା ମୁଁ ଶିଖେଇ ଦେଇଛି ନା ଟ୍ରିକ୍ସ ଶିଖେଇ ଦେଇଛି ଯୋଉଟା ଡିଫରେନ୍ସ ସେଇଠୁ କାଲକୁଲେସନ ଷ୍ଟାର୍ଟ କରିବ ସିରିଜରେ କେତେ ହୁଏ ସିରିଜରେ ହୁଏ 1/c ଇକ୍ୱାଲ୍ ଟୁ 1/c1 1/c2 ଏଇଭଳିଆ ହୁଏ ସିରିଜରେ ଆଉ ପାରାଲାଲରେ ହୁଏ କ'ଣ ହୁଏ
ପାରାଲାଲ ମିଶିଯାଏ 1/c = 1/c1 ପ୍ଲସ୍ 1/c2 ଏଟା ସିରିଜ ପାଇଁ ହୁଏ ନେଟ୍ କାପାସିଟି ଆଉ ପାରାଲାଲ ହେଲେ ମିଶିଯିବ ଡାଇରେକ୍ଟ କିନ୍ତୁ ରେଜିଷ୍ଟର ଗ୍ରୁପିଂରେ ୟାର ଉଲ୍ଟାଟା ହୁଏ ପିଲେ ଠିକ ଅଛି। 8 ନମ୍ବର କ୍ୱେଶ୍ଚିନ୍ ଡିରାଇଭ୍ ଏନ୍ ଏକ୍ସପ୍ରେସନ୍ ଫର୍ ଏନର୍ଜି ଷ୍ଟୋର୍ଡ ଇନ୍ ଏ କାପାସିଟର ଗୋଟେ କାପାସିଟର ଯୋଉ ଏନର୍ଜି ଷ୍ଟୋର୍ଡ ହୁଏ ତିନିଟା ଫର୍ମୁଲା ଇମ୍ପୋର୍ଟାଣ୍ଟ ବହୁତ ଏକ୍ସାମ ପଏଣ୍ଟ ଅଫ ଭ୍ୟୁରୁ c = ହାଫ୍ ସି ଭି ସ୍କୋୟାର ହାଫ୍ ସି ଭି ସ୍କୋୟାର c = ହାଫ୍ କ୍ୟୁ ଭି বা ভিকিউ ହେଲା ହାଫ୍ c = q² / 2c ଏ ତିନିଟା ସାରା ଫର୍ମୁଲାକୁ ବହୁତ ଭଲ ଭାବରେ ପିଲେ ପଢା କରିବ ହେଲା। ଡିରାଇଭ୍ ଏନ୍ ଏକ୍ସପ୍ରେସନ୍ ତମ ସିଲାବସରେ ଲେଖିଛି ଏନର୍ଜି ଷ୍ଟୋର୍ଡ ଇନ୍ ଏ କାପାସିଟର ଡେରିଭେସନ ନାହିଁ ଓନ୍ଲି ଫର୍ମୁଲା ଲେଖା ହେଇଛି କିନ୍ତୁ ମୁଁ କହିଦଉଛି ପିଲା ତମକୁ ଡେରିଭେସନ ନିହାତି ପଢା କରିକି ଯିବ। ଡିରାଇଭ୍ ଏନ୍ ଏକ୍ସପ୍ରେସନ୍ ଫର୍ ଏନର୍ଜି ଷ୍ଟୋର୍ଡ ଇନ୍ ଏ କାପାସିଟର ହେଲା କି ନିହାତି ଡେରିଭେସନ ପଢା କରିକି ଯିବ ୱିଥ୍ ପ୍ରୋବ୍ଲେମ ତିନିଟା ସାରା ଫର୍ମୁଲାକୁ ଯଦି ପ୍ରୋବ୍ଲେମ ପିଲା ଏକ୍ସାମରେ ପଡିଲା ତିନିଟା ସାରା ଫର୍ମୁଲାକୁ ସୁନ୍ଦର କି ରଫ୍ ଖାତାରେ ଲେଖିଦବ ରଫ୍ ପଛପଟେ ଲେଖିଦବ ଯୋଉଠି ବି ଏକ୍ସାମରେ ରଫ୍ କରିବ ଶୁଣ ଇମ୍ପୋର୍ଟାଣ୍ଟ ଟ୍ରିକ୍ସ ଗୁଡା କହୁଛି ଯୋଉଠି ବି ଏକ୍ସାମରେ ତମେ ରଫ୍ କରିବ ସେ ଯୋଉ ତମର ଖାତା ପଛପଟେ ରଫ୍ କରିବ ଉପରେ ଲେଖିବ ରଫ୍ ବୋଲି ହେଲା କି ଉପରେ ଲେଖିବ ରଫ୍ ବୋଲି ଦେଇକି ରଫ୍ ପେପରରେ ରଫ୍ କାମ କରିବ। ତ କଥା ହଉଛି ଏଇ ଫର୍ମୁଲାରେ ପ୍ରୋବ୍ଲେମ ପଡିଲେ ଆଗ ଗିଭେନ ଲେଖିଦବ ସି କେତେ ଦେଇଛି ଭି କେତେ ଦେଇଛି ଯଦି ସି ଦେଇଛି ଭି ଦେଇଛି କୋଉ ଫର୍ମୁଲା ପକେଇବ କେଉଁ ଫର୍ମୁଲା ପକେଇବ ସେଗୁଡ଼ା ଏଗୁଡ଼ା ହେଲା ୟୁ ଇକ୍ୱାଲ୍ ଟୁ ହାଫ୍ ସି ଭି ସ୍କୋୟାର ଆଉ ଗୋଟେ ୟୁ ଇକ୍ୱାଲ୍ ଟୁ ହାଫ୍ ଭି କ୍ୟୁ ହେଲା କି ଆଉ ଗୋଟେ ୟୁ ଇକ୍ୱାଲ୍ ଟୁ q² / 2c ଭଲସେ ଦେଖିବ ହେଲା କି କଣ ଦେଇଛି କଣ ମାଗିଛି। ତାପରେ ଡିରାଇଭ୍ କୁଲମ୍ବସ୍ ଲ ଫ୍ରମ୍ ଗସ୍ ଲ ଡିରାଇଭ୍ କୁଲମ୍ବସ୍ ଲ ଫ୍ରମ୍ ଗସ୍ ଲ ଏଟା 3 ମାର୍କର ସର୍ଟ କ୍ୱେଶ୍ଚିନ୍ ଦେଇଛି ଲଙ୍ଗ ବି ବାଇଚାନ୍ସ ପଡିଯାଇପାରେ କଣ ପାଇଁ ନା 5 ମାର୍କର କ୍ୱେଶ୍ଚିନ୍ ଲଙ୍ଗ କ୍ୱେଶ୍ଚିନ୍ ହବ କୁଲମ୍ବସ୍ ଲ ଫ୍ରମ୍ ଗସ୍ ଲ ହେଲା କି ଗସ୍ ଲର ଆପ୍ଲିକେସନଟା ପିଲେ ଡିରାଇଭ୍ ଦ ବହୁତ ଇମ୍ପୋର୍ଟାଣ୍ଟ ଡିରାଇଭ୍ ଦ ରିଲେସନ ବିଟୱିନ୍ ଇଲେକ୍ଟ୍ରିକ୍ ଫିଲ୍ଡ ଡେନ୍ସିଟି ଆଉ ପୋଟେନ୍ସିଆଲ ଗ୍ରାଡିଏଣ୍ଟ E = -dv/dr E = -dv/dr ଡେରିଭେସନ ବି ବହୁତ ବାର ପଡେ ତା ସହିତ ଡେରିଭେସନ ବହୁତ ବାର ପଡେ ଡାଇରେକ୍ଟ ବି ପକେଇ ଦିଅ ହ୍ୱାଟ ଇଜ ଦ ରିଲେସନ ପିଲେ ଡାଇରେକ୍ଟ ଲେଖିଦବ E = -dv/dr କୌଣସି ପରିସ୍ଥିତିରେ ବି ଯଦି ଡାଇରେକ୍ଟ କ୍ୱେଶ୍ଚିନ୍ ପିଲେ ପଡିଛି ମନେ ରଖିଥାଉ ରାଇଟ୍ କହିଥିବ ଯଦି ଡିଡ୍ୟୁସ୍ କହିଲା ତାହେଲେ ଡିରାଇଭ୍ କରିବା ପାଇଁ ପଡିବ ଅବଟେନ୍ କହିଲେ ଡିରାଇଭ୍ କରିବା ପାଇଁ ପଡିବ ଡିରାଇଭ୍ କହିଲେ ଡିରାଇଭ୍ କରିବା ପାଇଁ ପଡିବ ଡିଡ୍ୟୁସ୍ ଅବଟେନ୍ ଡିରାଇଭ୍ ଫାଇଣ୍ଡ ଏକ୍ସପ୍ଲାନ୍ ଏଗୁଡା ପଡିଲା ମାନେ ଡିରାଇଭ୍ କରିବା ପାଇଁ ପିଲେ ପଡିବ ଆଉ ଯଦି ରାଇଟ୍ କହିଦେଇଛି ଡାଇରେକ୍ଟ ଫର୍ମୁଲାଟା ଲେଖିଦବ ରାଇଟ୍ ଦ ରିଲେସନ କହିଥିଲେ ଡାଇରେକ୍ଟ ଫର୍ମୁଲାଟା ଲେଖିଦେଲେ ମାର୍କ ଦେବେନି ତମକୁ ହ୍ୱେୟାର ଲେଖିବା ପାଇଁ ପଡିବ ହ୍ୱେୟାର ଇଟା କଣ ଡିଭିଟା କଣ ଡିଆରଟା କଣ ଏଗୁଡ଼ା ସବୁ ଲେଖିବା ପାଇଁ ପଡିବ এই dv/dr ଟାକୁ କଣ କୁହାଯାଏ ପୋଟେନସିଆଲ ଗ୍ରାଡିଏଣ୍ଟ ବୋଲି କୁହାଯାଏ ମନେ ରଖିଥାଉ ଇମ୍ପୋର୍ଟାଣ୍ଟ କଥା ଏଟାକୁ ନେଗେଟିଭ ପୋଟେନସିଆଲ ଗ୍ରାଡିଏଣ୍ଟ ବୋଲି କୁହାଯାଏ। 11 ନମ୍ବର ରାଇଟ୍ ଡାଉନ୍ ଦ ପ୍ରପର୍ଟିଜ୍ ଅଫ୍ ଇଲେକ୍ଟ୍ରିକ୍ ଲାଇନ୍ସ ଅଫ୍ ଫୋର୍ସ ଇଲେକ୍ଟ୍ରିକ୍ ଲାଇନ୍ସ ଅଫ୍ ଫୋର୍ସ ସବୁ ପ୍ରପର୍ଟି ପଢା କରିବ ସେଇଠୁ ଯଦି ସର୍ଟ କ୍ୱେଶ୍ଚିନ୍ ଆସିଲା ବି କରିପାରିବ ଯେ ହ୍ୱାଇ ଟୁ ଇଲେକ୍ଟ୍ରିକ୍ ଲାଇନ୍ସ ଅଫ୍ ଫୋର୍ସ ନେଭର ଇଣ୍ଟରସେକ୍ଟ ଇଚ୍ ଅଦର ବା ଇଲେକ୍ଟ୍ରିକ୍ ଲାଇନ୍ସ ଅଫ୍ ଫୋର୍ସ କଣ୍ଡକ୍ଟର ଦେଇକି ପାସ୍ କରିକି ଯାଇପାରେ ନା ଯାଇପାରେନି ଇଲେକ୍ଟ୍ରିକ୍ ଟୋଟାଲ ଇଲେକ୍ଟ୍ରିକ୍ ଫିଲ୍ଡ ଡେନ୍ସିଟି କଣ୍ଡକ୍ଟର ଭିତରେ କେତେ ହେବ ଏଗୁଡ଼ା ସବୁ ସର୍ଟ କ୍ୱେଶ୍ଚିନ୍ ପିଲା ଏଇଠି ଆସିଗଲା ହେଲା। ତାପରେ 12 ନମ୍ବର ଭେହିକିଲ୍ସ କ୍ୟାରିଂ ହାଇଲି ଇନଫ୍ଲେମେବୁଲ ମେଟେରିଆଲ ହେଭ୍ ଚେନ୍ସ ହ୍ୟାଙ୍ଗିଂ ଟୁ ଗ୍ରାଉଣ୍ଡ ହ୍ୱାଇ ଯୋଉ ଗାଡି ଗୁଡାରେ ପିଲେ ଗ୍ୟାସ୍ ଯାଏ ବା ଯୋଉ ଗୁଡାରେ ତେଲ ଯାଉଛି ପେଟ୍ରୋଲ ଯାଉଛି ସେଗୁଡାରେ ଇନଫ୍ଲେମେବୁଲ ମେଟେରିଆଲ ସେଗୁଡାରେ ଚେନ୍ ଗୋଟେ କଣ ପାଇଁ ଝୁଲିକି ରହିଥାଏ ଚେନ୍ କଣ ପାଇଁ ଝୁଲିକି ରହିଥାଏ ଏଗୁଡ଼ା ପଢେଇଲା ବେଳେ ମୁଁ କହିଥିଲି ସବୁ ରହିଛି ଆପ୍ଲିକେସନରେ ପ୍ଲେ ଏଇଥିପାଇଁ ରହିଥାଏ ଯେ ଯୋଉ ଚାର୍ଜଟା ଆକୁମୁଲେସନ ହୁଏ ରାସ୍ତାରେ ଗଲାବେଳେ ଫ୍ରିକ୍ସନ ପାଇଁ ବାୟୁମଣ୍ଡଳ ସହିତ ଫ୍ରିକ୍ସନ ହଉଛି ବା ତେଲ ସହିତ ଫ୍ରିକ୍ସନ ହଉଛି ଟାଙ୍କି ଭିତରେ ଯୋଉ ଚାର୍ଜଟା ଆକୁମୁଲେଟ ହୁଏ ସେଇଟା ଚେନ୍ ଦେଇକି ମେଟାଲିକ ଚେନ୍ ଦ୍ୱାରା ଗ୍ରାଉଣ୍ଡକୁ ପଳେଇବ ଯଦି ନ ଯିବ ଯଦି ତମର ଚେନ୍ ନ ଦବ ତାହେଲେ କଣ ହବ ସେ କ୍ୟାଚ୍ ଫାୟାରକୁ ଧରିଯିବ। ତାପରେ ହ୍ୱାଟ ଇଜ ସ୍ପେରିକାଲ କାପାସିଟର ଡିରାଇଭ୍ ଏଟା ସ୍ପେରିକାଲ କାପାସିଟର ନୁହଁ ପିଲେ ସ୍ପେରିକାଲ କଣ୍ଡକ୍ଟର ହେଲା ଗୋଟେ ମିନିଟ୍ ପିଲେ ଗୋଟେ ମିନିଟ୍ ଗୋଟେ ଇମ୍ପୋର୍ଟାଣ୍ଟ କଲ୍ ଆସିଛି ପିଲେ ओके तो देखो 13 नंबर क्वेश्चन है फॉर ए स्पेरिकल कैपेसिटर डिराइव सी इक्वल टू 4 पाई एप्सिलॉन 0 आर एटा पिले स्पेरिकल कैपेसिटर नो पिले स्पेरिकल कंडक्टर हैला स्पेरिकल कंडक्टर स्पेरिकल कंडक्टर डिराइव सी इक्वल टू 4 पाई एप्सिलॉन 0 आए आर थ्रो कैपेसिटी केते ए फॉर्मूला रे पिले पड़े हैला कि तो बहुत इंपोर्टेंट पिले गोटे स्पेरिकल कंडक्टर कैपेसिटी पिले केते हुए सी इक्वल टू 4 पाई एप्सिलॉन 0 आर आ गोटे सबुठो इंपोर्टेंट ला पिले सी डायरेक्टली प्रोपोर्शनल होची पिले आर सहित तो ग्राफ ड्रॉ कले पिले सी वर्सेस आर मन रखियो बहुत इंपोर्टेंट पिले सी वर्सेस जदि आर तुम ग्राफ करिवो स्ट्रेट लाइन हबो डायरेक्टली प्रोपोर्शनल माने पिले स्ट्रेट लाइन हबो ता सहित आर थ्रो कैपेसिटी केते ताकू भी पिले शॉर्ट क्वेश्चन 1 मार्क रो मन रखियो 14 नंबर व्हाट इज द रिलेशन बिटवीन मोबिलिटी एंड इलेक्ट्रिक करंट मोबिलिटी और इलेक्ट्रिक करंट भितर जो रिलेशन मोबिलिटी कोन थिला पिले म्यू थिला इलेक्ट्रिक करंट रो आई थिला ताकू भलो से पिले पढ़ा करिवो व्हाट इज द रिलेशन डायरेक्ट खाली फार्मूला टा नो डेरिवेशन 15 नंबर हला व्हाट इज द डिफरेंस बिटवीन ईएमएफ एंड पीडी पीडी ही लिखा आसे पीडी माने पिले मन रखितो पोटेंशियल डिफरेंस बहुत इंपोर्टेंट शॉर्ट क्वेश्चन पिले व्हाट इज द रिलेशन बिटवीन इलेक्ट्रोमोटिव फोर्स एंड पोटेंशियल डिफरेंस ओके তারপরে হোয়াট ইজ ইন্টারনাল রেজিস্ট্যান্স অফ সেল ডিরাইভ দ্য এক্সপ্রেশন ফর ইন্টারনাল রেজিস্ট্যান্স কাউ কইবা এক্সপ্রেশন লা এই যে আর স্মল আর ইকুয়াল টু ই মাইনস ভি বাই ভি ইনটু ক্যাপিটাল আর এ ফর্মুলা রে পিলে প্রবলেম বহুত ইম্পর্টেন্ট ইয়ার ডেরিভেশন भी ইম্পর্টেন্ট পিলে হলা 17 नंबर রাইট ডাউন দা প্রিন্সিপল অফ পোটেনশিওমিটার এগুলা সিলেবাস রূপে লেখ দিয়েছি 17 नंबर পিলে পড়িবনি যেগুলা কাটি দেউছি কাটি দিও হলা রাইট ডাউন দা লিমিটেশন অফ ওহমস ল বহুত ইম্পর্টেন্ট লিমিটেশন অফ ওহমস ল ভ্যালিড ফর অমিক কন্ডক্টর মনে রাখিব হলা কি কনস্ট্যান্ট টেম্পরেচর পাই কাম করে
লিকুইড ଆଉ ଗ୍ୟାସ୍ ପାଇଁ ପିଲେ କାମ କରେନି ଓମ୍ସ ଲ ହେଲା। ଏଗୁଡ଼ା ସବୁ ପିଲେ ଇମ୍ପୋର୍ଟାଣ୍ଟ ପଏଣ୍ଟ ସବୁ ମନେ ରଖିବ। ସେମିକଣ୍ଡକ୍ଟର ତୁମର ଯଦି ଭିଆଇ ଗ୍ରାଫ୍ କରିବ କୋଉ ଭଳିଆ ହବ ଷ୍ଟ୍ରେଟ୍ ଲାଇନ୍ ହବ। ଏଟା କଣ୍ଡକ୍ଟର ପାଇଁ ମନେ ରଖ ଭିଆଇ ଗ୍ରାଫଟା ଷ୍ଟ୍ରେଟ୍ ହୁଏ। ଯଦି ତମର ସେମିକଣ୍ଡକ୍ଟର କହିବ ସେଠି ଓମ୍ସ ଲ ଲାଗିବନି। ତାର ଭିଆଇ କ୍ୟାରେକ୍ଟରିଷ୍ଟିକ୍ସ ଏଇଭଳିଆ ମନେ ହଉଥିଲା। ମନେ ପଡୁଛି ନା ନାଇଁ? ଭିଆଇ କ୍ୟାରେକ୍ଟରିଷ୍ଟିକ୍ସ ସେମି ପିଏନ୍ ଜଂସନର। ତେଣୁ ଓମ୍ସ ଲଟା କେବଳ ସଲିଡ୍ କଣ୍ଡକ୍ଟର ପାଇଁ ହିଁ ଭ୍ୟାଲିଡ୍ ହୁଏ। ମନେ ରଖିବା ଇମ୍ପୋର୍ଟାଣ୍ଟ ପଏଣ୍ଟ। ହଉଛି ଇଏ ତମର ସିଲଭର ହେଲା, ଆଲୁମିନିୟମ ହେଲା, ଆଇରନ୍ ହେଲା, ଏଗୁଡ଼ା ହିଁ କେବଳ ଭ୍ୟାଲିଡ୍ ହୁଏ ଓମ୍ସ ଲ। ଓମ୍ସ ଲ କୋଉଟା ନା ସାର୍ ଭି ଇକ୍ୱାଲ୍ ଟୁ ଆଇ ଆର୍ ବା ଭି ଇକ୍ୱାଲ୍ ଟୁ ଆର୍ ଆଇ। ତାପରେ ରାଇଟ୍ ଡାଉନ୍ ଦ ଫାଇଣ୍ଡ ଆଉଟ୍ ଦ ଡାଇମେନସନ୍ସ ଅଫ୍ କଣ୍ଡକ୍ଟେନ୍ସ, ରେଜିଷ୍ଟେନ୍ସ, କଣ୍ଡକ୍ଟିଭିଟି, ରେଜିଷ୍ଟିଭିଟି। ବହୁତ ଭଲ ଭାବରେ ପଢା କରିବ। ରେଜିଷ୍ଟେନ୍ସ ଜାଣିଲେ କଣ୍ଡକ୍ଟେନ୍ସ ପାଇଯିବ। ରେସିପ୍ରୋକାଲ ଅଫ ରେଜିଷ୍ଟେନ୍ସ ଇଜ କଲ୍ଡ କଣ୍ଡକ୍ଟେନ୍ସ। ତ କଣ୍ଡକ୍ଟିଭିଟିଟା କ'ଣ ରେଜିଷ୍ଟିଭିଟିର ରେସିପ୍ରୋକାଲ ହେଲା। ବହୁତ ଇମ୍ପୋର୍ଟାଣ୍ଟ ପିଲେ ୟୁନିଟ୍ ଆଉ ଡାଇମେନସନ୍। ୟୁନିଟ୍ଟା ବି ବହୁତ ପଡ଼େ। ୟୁନିଟ୍ଟା ବି ବହୁତ ପଡ଼େ ରେଜିଷ୍ଟିଭିଟିର। ଓମ୍ ମିଟର ମନେ ରଖିବ। ଓମ୍ ମିଟର ୟାର ୟୁନିଟ୍ କଣ୍ଡକ୍ଟିଭିଟିର। ତେଣୁ ରେସିପ୍ରୋକାଲ ହେଇଯିବ ମାନେ ଓମ୍ ଇନଭର୍ସ ମିଟର ଇନଭର୍ସ। ରେଜିଷ୍ଟାନ୍ସ ତ ଓମ୍ ଜାଣିଛ କଣ୍ଡକ୍ଟେନ୍ସର ହେଇଯିବ 1/ଓମ୍ ହେଇଯିବ ମାନେ ଓମ୍ ଇନଭର୍ସ ହେଇଯିବ ପିଲେ। 20 ନମ୍ବର ଡିରାଇଭ୍ ଦ ରିଲେସନ୍ ବିଟୱିନ୍ କରେଣ୍ଟ ଡେନ୍ସିଟି ଆଣ୍ଡ ଇଲେକ୍ଟ୍ରିକ୍ ଫିଲ୍ଡ ଡେନ୍ସିଟି। ଜେ ଇକ୍ୱାଲ୍ ଟୁ ସିଗ୍ମା ଇ। ଜେ ଇକ୍ୱାଲ୍ ଟୁ ସିଗ୍ମା ଇ ବହୁତ ଇମ୍ପୋର୍ଟାଣ୍ଟ ପିଲେ ମନେ ରଖିବ। ଜେ ଇକ୍ୱାଲ୍ ଟୁ ସିଗ୍ମା ଇ ହେଲା। କରେଣ୍ଟ ଡେନ୍ସିଟି ଆଉ ଇଲେକ୍ଟ୍ରିକ୍ ଫିଲ୍ଡ ଡେନ୍ସିଟି। କରେଣ୍ଟ ଡେନ୍ସିଟିର ସିମ୍ବଲ କ'ଣ ଜେ। ଜେ ର ଫର୍ମୁଲା ବି ମନେ ରଖିବ ଆଇ ବାଇ ଏ ହୁଏ। କରେଣ୍ଟ ବାଇ ଏରିଆ କରେଣ୍ଟ ଡେନ୍ସିଟି ତାକୁ କୁହାଯାଏ। ୟାର ୟୁନିଟ୍ ଡାଇମେନସନ୍ ସବୁ ପିଲେ ମନେ ରଖିବ ପରୀକ୍ଷାରେ ବାରମ୍ବାର ପଡୁଛି। 21 କାଲକୁଲେଟ୍ ଦ ଇଲେକ୍ଟ୍ରିକ୍ ଡାଇପୋଲ୍ ମୋମେଣ୍ଟ ଅଫ୍ ରିଭଲ୍ଭିଂ ଇଲେକ୍ଟ୍ରନ୍। ଗୋଟେ ରିଭଲ୍ଭିଂ ଇଲେକ୍ଟ୍ରନର ଇଲେକ୍ଟ୍ରିକ୍ ଡାଇପୋଲ୍ ମୋମେଣ୍ଟ କେତେ ବାହାର କରାଯାଇଛି ନୋଟ୍ରେ ପିଲେ ଦେଖିବ। ଡିରାଇଭ୍ ଦ ଏକ୍ସପ୍ରେସନ୍ ଫର୍ ଟର୍କ ଅନ୍ ଏ କରେଣ୍ଟ ଲୁପ୍ ପ୍ଲେସ୍ଡ ଇନ୍ ଏ ମ୍ୟାଗ୍ନେଟିକ୍ ଫିଲ୍ଡ। ଏଇ 22 ନମ୍ବର କ୍ୱେଶ୍ଚିନ୍ ପିଲେ ଟର୍କ ଅନ୍ ଏ କରେଣ୍ଟ ଲୁପ୍ ଇନ୍ ଏ ମ୍ୟାଗ୍ନେଟିକ୍ ଫିଲ୍ଡ ଟାଉ ଇକ୍ୱାଲ୍ ଟୁ ବିଣା cos ଥୀଟା ବିଣା ବିଣା cos ଥୀଟା ବିଣା cos ଥୀଟା ମନେ ପଡୁଛି ବିଣା cos ଥୀଟା। ଗୋଟେ ମ୍ୟାଗ୍ନେଟିକ୍ ଫିଲ୍ଡ ଭିତରେ ଗୋଟେ କୋଏଲକୁ ରଖିଦେଲେ ଏଟା ନର୍ଥ ପୋଲ୍ ଥିବ ଏଟା ପିଲେ ସାଉଥ ପୋଲ୍ ଥିବ। ଏଇଠି ଗୋଟେ କରେଣ୍ଟ କ୍ୟାରିଂ ଲୁପକୁ ପିଲେ ରଖିଦେଲେ ୟା ଉପରେ କେତେ ଟର୍କ ପଡିବ ଏଇଟା ହେଲା। ଏଟାକୁ ମୁଁ ଲଙ୍ଗ କ୍ୱେଶ୍ଚିନ୍ ସିଲେକ୍ସନ ବର୍ଷ ଦେଇଛି। ଏଇଟାକୁ ମୁଁ କ'ଣ ପାଇଁ 5 ମାର୍କିଆ ଲଙ୍ଗ କ୍ୱେଶ୍ଚିନ୍ କରିଦେଲା ପୂର୍ବଟା ଥିଲେ 3 ମାର୍କର ପଡୁଥିଲା। 22 ନମ୍ବରଟା 3 ମାର୍କର କ୍ୱେଶ୍ଚିନ୍ ପଡୁଥିଲା କିନ୍ତୁ ଏ ବର୍ଷ ଯେହେତୁ 5 ମାର୍କର ଲଙ୍ଗ କ୍ୱେଶ୍ଚିନ୍ କହିଛି ତାକୁ ତାକୁ ଏକୁ ମୁଁ ହଉଛି ଲଙ୍ଗ କ୍ୱେଶ୍ଚିନ୍ ଦେଇ ଦେଇଛି ସିଲେକ୍ସନ ଏଥର। 23 ନମ୍ବର କ୍ୱେଶ୍ଚିନ୍ ହେଲା ଯୋଉମାନେ ଏହି ଭିଡ଼ିଓ ଦେଖିନ ଚ୍ୟାନେଲରେ ରହିଛି ଭିଡ଼ିଓ ପ୍ଲେ ଯାଇକି ଦେଖିବ। What is the current sensitivity and voltage sensitivity of a galvanometer? SI ଆଉ SV SI ଆଉ SV ତାଙ୍କ ଭିତରେ ରିଲେସନ ବି ଦେଖିବ ଆଉ ଡେଫିନେସନ ବି ଦେଖିବ। ହାଉ କ୍ୟାନ୍ ୟୁ କନଭର୍ଟ ଭୋଲ୍ଟମିଟର ଟୁ ଏମିଟର ଆଉ ଏମିଟର ଟୁ ଭୋଲ୍ଟମିଟର ହେଲା। ତମର ଯୋଉ ଭୋଲ୍ଟ ତମର ଗାଲଭାନୋମିଟରଟାକୁ ଆମେ ଭୋଲ୍ଟମିଟର ବି କରିପାରିବୁ। ହାଉ କ୍ୟାନ୍ ୟୁ କନଭର୍ଟ ଗାଲଭାନୋମିଟର ଟୁ ଭୋଲ୍ଟମିଟର ବି କନଭର୍ଟ କରିହବ। ସେଭଳିଆ ଗାଲଭାନୋମିଟରକୁ ଏମିଟର ବି କନଭର୍ଟ କରିହବ। ଯୋଉଟା କି ଏକ୍ସାମ ପଏଣ୍ଟ ଅଫ ଭ୍ୟୁରୁ ପଢିଛି ମାନେ ପଢିଛି ମାନିକି ତମେ ଚାଲ ହେଲା କି। କୋଉ ଭଳିଆ ତମେ ଭୋଲ୍ଟମିଟର କରିବ କୋଉ ଭଳିଆ ତମେ ଏମିଟର କରିବ। ଏମିଟର କୋଉ ଭଳିଆ କରାହଉଥାଏ ଗୋଟେ ଲୋ ରେଜିଷ୍ଟାନ୍ସକୁ ଯଦି ପାରାଲାଲରେ ଲଗେଇବ ତାକୁ ସଣ୍ଟ କୁହାଯାଏ। ଗାଲଭାନୋମିଟର ସହିତ ତାହେଲେ ଏମିଟର ହୁଏ। ଏମିଟର ତିଆରି କଲାବେଳେ ପାରାଲାଲ ଲଗାଯିବ ଗାଲଭାନୋମିଟର ସହିତ ପଢେଇଲା ବେଳେ ଗୋଟେ ଡିଟେଲ୍ସରେ କହିଛି। କିନ୍ତୁ ଏମିଟର ତିଆରି ହେଇସାରିଲା ପରେ ତାକୁ ସର୍କିଟରେ ସିରିଜରେ ଲଗାଯାଏ। ଏଟା ବୁଝେଇ ଦେଇଥିଲି ଟ୍ରିକ୍ସ କୋଉ ଭଳିଆ। ଯଦି ବର୍ତ୍ତମାନ ବି ସଫିସିଏଣ୍ଟ ସମୟ ଅଛି ବର୍ତ୍ତମାନ ବି ସମୟ ଅଛି ଯଦି କୋର୍ସ ନେବା ପାଇଁ ଚାହୁଁଛ ପିଲେ ଓନ୍ଲି 99 ମୋତେ ଫୋନ ପେ କରିଦବ। 99 ଫୋନ ପେ ମୋତେ କରିଦବ 9090 ଏଇ ନମ୍ବରରେ 9090171794 ଏଇ ନମ୍ବରରେ ମୋତେ ଜଷ୍ଟ 99 ଗୋଟେ ଫୋନ ପେ କରିଦବ। ମୁଁ ଆପ୍ଲିକେସନରେ ତୁମକୁ ଏସଏସ୍ ଦେଇଦେବି ହେଲା। ତୁମେ ଯଦି ଡାଇରେକ୍ଟ ଯାଇକି କିଣିବ ବି ସେଠୁ ବାଇ କରିପାରିବ। ହାଉ କ୍ୟାନ୍ ୟୁ କନଭର୍ଟ ଗାଲଭାନୋମିଟର ଟୁ ଭୋଲ୍ଟମିଟର ଆଣ୍ଡ ଏମିଟର ହେଇଗଲା। 25 ନମ୍ବର ଡିଫାଇନ୍ ପରମିଆବିଲିଟି ଆଣ୍ଡ ସସେପ୍ଟିବିଲିଟି ମାନେ ବହୁତ ଇମ୍ପୋର୍ଟାଣ୍ଟ ପରମିଆବିଲିଟି ଆଉ ସସେପ୍ଟିବିଲିଟି। ସେଭଳିଆ ତ ଆହୁରି ଥିଲା ଇଣ୍ଟେନ୍ସିଟି ଅଫ ରେଡିଏସନ ସେଟା ଦେଇଛି କି ମୁଁ ସିଲେକ୍ସନ ଦେଇନି। ପରମିଆବିଲିଟି ଦେଇଛି ଆଉ ସସେପ୍ଟିବିଲିଟି ଦେଇଛି। ଏଇଗୁଡ଼ା ବେଶୀ ପଡେ ତେଣୁ ବାରମ୍ବାର ପଡୁଛି ବାରମ୍ବାର ଦେଇଛି। ଏଟା କାଇ ହଉଥିଲା ଏଟାକୁ ମିଉ ହଉଥିଲା। ମିଉ ଇକ୍ୱାଲ ଟୁ ମନେ ପକାଉ ବି ବାଇ ଏଚ୍ ହଉଥିଲା। କାଇ ଇକ୍ୱାଲ ଟୁ ହଉଥିଲା କେତେ ଆଇ ବାଇ ଏଚ୍। ଆଇ ବାଇ ଏଚ୍ ମନେ ପଡୁଛି। स्टेट क्यूरी लॉ फॉर पैरामैग्नेटिक मटेरियल। पैरामैग्नेटिक मटेरियल पाई क्यूरी लॉ बहुत इंपोर्टेंट बहुत इंपोर्टेंट। ससेप्टिबिलिटी टा इनवर्सली प्रोपोर्शनल टेम्परेचर एटा तो क्यूरी लॉ ना एटा हुए क्यूरी लॉ ता ग्राफ भी देखियो पिला एई भलिया इनवर्सली प्रोपोर्शनल हुए हला। स्टेट तापर 27 नंबर स्टेट फाराडे लॉ सब गुडा चैप्टर रू देइछि सीरियली। स्टेट फाराडे लॉ ऑफ इलेक्ट्रोमैग्नेटिक इंडक्शन एंड लेंज लॉ हला। फाराडे लॉ रो डेफिनेशन लिखिबो सेटा हला 3 मार्क रो गोटे क्वेश्चन टा। तापर तो लेंज लॉ बहुत इंपोर्टेंट। लेंज लॉ पिला बहुत इंपोर्टेंट 2 मार्क रो पिला पड़े। लेंज लॉ कोन स्टेट कहूची द डायरेक्शन ऑफ इंड्यूस्ड ईएमएफ इज सो दैट इट टेंड्स टू अपोज द कॉज व्हिच प्रोड्यूस इट। एतिकी लिखि देले 2 मार्क पाइबो लेंज लॉ बारंबार पडुची जेकी केतले प्रीवियस ईयर क्वेश्चन देखि उल्टे की देखिबो टेस्ट पर जानि परिबो सर गुडा इंपोर्टेंट कहितला आ जेतले एई वर्ष परीक्षा देखि आसीबो सेतले देखिबो एगुडा पडिथिला सर कहितले हेतले ही मो कथा तो मन पकेबो एग्जाम हॉल ले बसी मन पकेबो हला। तो स्टेट लेंज लॉ रो डेफिनेशन लिखिबो हला 2 मार्क टा अलग अलग क्वेश्चन। फाराडे लॉ गोटे अलग क्वेश्चन लेंज लॉ गोटे पिले अलग क्वेश्चन। लेंज लॉ टा से बारंबार पचारे जे लेंज लॉ टा लॉ ऑफ कंजर्वेशन ऑफ एनर्जी को ओबे करेगी तुम कहबो यस लेंज लॉ ओबे लॉ ऑफ कंजर्वेशन ऑफ एनर्जी बा ओबे टा को सी आहुरी स्टाइल ले पकेइबो लेंज लॉ इज इन अकॉर्डेंस विथ लॉ ऑफ कंजर्वेशन ऑफ एनर्जी माने भी से ओबे करे बुझि परछ तो से वर्ड गुडा को ध्यान दबो
ନୋଟ୍ରେ ସବୁ ପଢ଼େଇଛି, ସବୁ ଭିଡ଼ିଓ ଏବେ ବି ଅଛି ଆପ୍ଲିକେସନରେ, ଆରାମସେ ତୁମେ ଦେଖିପାରିବ। ତାପରେ 28 ନମ୍ବର କ୍ୱେଶ୍ଚିନ୍, ହ୍ୱାଟ୍ ଇଜ୍ ଦ ରିଲେସନ୍ ବିଟୱିନ୍ ଆରଏମଏସ୍ ଭ୍ୟାଲୁ ଆଣ୍ଡ ପିକ୍ ଭ୍ୟାଲୁ? ଆରଏମଏସ୍ ଭ୍ୟାଲୁ ଆଉ ପିକ୍ ଭ୍ୟାଲୁ ଭିତରେ ରିଲେସନ୍ ପିଲେ ଆଇଆରଏମଏସ୍ ମନେ ପଡୁଛି, ଆଇଆରଏମଏସ୍ ଇକ୍ୱାଲ୍ ଟୁ I0/√2, I0/√2। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପିଲେ ଆଇଆରଏମ୍। ଏଠୁ ଆଉ ତୁମେ କୌଣସି ହାଲତରେ ବି ସିଲେକ୍ସନ୍ କରିବନି, ଯେତିକି ସିଲେକ୍ସନ୍ ଦେଇଛି ଡେଫିନାଇଟଲି 100% କ୍ୱେଶ୍ଚିନ୍ ପାଇବ, 1000% କ୍ୱେଶ୍ଚିନ୍ ପାଇବ ଏଇଠୁ ତୁମେ। ଆଇଆରଏମଏସ୍ ଇକ୍ୱାଲ୍ ଟୁ ପିଲା I0/√2। ତ ୟାର ପିଲେ ଡେରିଭେସନ୍ ଗୋଟେ ରହିଛି, ଡେରିଭେସନ୍ଟା ପିଲେ ମୁଁ ପଢ଼େଇଛି, ଡେରିଭେସନ୍ଟା ଚଳିତ ବର୍ଷ ଲଙ୍ଗ କ୍ୱେଶ୍ଚିନ୍ ପାଇଁ ବି ପିଲେ ଦେଖିଦେଇଥିବ, ମୁଁ କହିଦେଉଛି କ୍ଲିୟର ହେଲା। ଆଇଆରଏମଏସ୍ ଇକ୍ୱାଲ୍ ଟୁ I0/√2 ର ଡେରିଭେସନ୍, ଆଉ ଗୋଟେ ତୁମ ଥର ଆରଏମଏସ୍ ଭ୍ୟାଲୁ ଆଉ ପିକ୍ ଭ୍ୟାଲୁ ମନେ ପଡୁଛି, ଆରଏମଏସ୍ ଭ୍ୟାଲୁ ଆଉ ପିକ୍ ଭ୍ୟାଲୁ, ଆଉ ଗୋଟେ ତୁମର ଥିଲା ହଉଛି ଏସି ଭ୍ୟାଲୁ, ଏସି ଭ୍ୟାଲୁ ତମର କୁହାଯାଏ ଯେ ମିନ୍ ଭ୍ୟାଲୁ ସହିତ ପିକ୍ ଭ୍ୟାଲୁ, ତାର ରିଲେସନଟା ପିଲେ ତାକୁ ଦେଖିଦେଇଥିବ ହେଲା। ତାହେଲେ ସେଟା ସର୍ଟ କ୍ୱେଶ୍ଚିନ୍ ଡାଇରେକ୍ଟ ପଡ଼ିଥିବ, ଏଇଟା କିନ୍ତୁ ଡେରିଭେସନ ଦେଖିବ ହେଲା। ଆଇଆରଏମଏସ୍ ଇକ୍ୱାଲ୍ ଟୁ I0/√2। ତାପରେ ହ୍ୱାଟ୍ ଇଜ୍ ଏଡି କରେଣ୍ଟ, ରାଇଟ୍ ଡାଉନ୍ ଇଟ୍ସ ଆପ୍ଲିକେସନ। 29 ନମ୍ବରଟା ପିଲେ ତମ ସିଲାବସକୁ କଟିଯାଇଛି, ଚଳିତ ବର୍ଷ ଏଡି କରେଣ୍ଟ ପିଲେ ନାହିଁ ହେଲା, ଏଡି କରେଣ୍ଟ ନାହିଁ। ତାପରେ 30 ନମ୍ବର, ହ୍ୱାଟ୍ ଇଜ୍ ଷ୍ଟେପ୍ ଅପ୍ ଆଣ୍ଡ ଷ୍ଟେପ୍ ଡାଉନ୍ ଟ୍ରାନ୍ସଫର୍ମର। ଷ୍ଟେପ୍ ଅପ୍ ଟ୍ରାନ୍ସଫର୍ମର ଦୁଇ ପ୍ରକାର, ଗୋଟେ ଲୋ ଭୋଲ୍ଟେଜରୁ ହାଇ କରିପାରିବ, ଗୋଟେ ହାଇ ଭୋଲ୍ଟେଜରୁ ଲୋ କରିପାରିବ। ଷ୍ଟେପ୍ ଅପ୍ଟା ହେଲା ଲୋ ଭୋଲ୍ଟେଜରୁ ହାଇ କରିବ, ଷ୍ଟେପ୍ ଡାଉନଟା ହେଲା ହାଇ ଭୋଲ୍ଟେଜରୁ ଲୋ ଭୋଲ୍ଟେଜ କରିବ ହେଲା। ସେଠି ଲେଖିବ ସର୍ଟ କ୍ୱେଶ୍ଚିନ୍, ହ୍ୱାଟ୍ ଆର୍ ଡିଫରେଣ୍ଟ ଟାଇପ୍ ଅଫ୍, ଏଠି ଗୋଟେ ଲସେସ୍ ଅଫ୍ ଟ୍ରାନ୍ସଫର୍ମର ଦିଆହେଇନି ହେଲା, ବହୁତ ଇମ୍ପୋର୍ଟାଣ୍ଟ ପିଲେ ମନେ ରଖ ଡିସ୍କସ୍, ଏଟା ଲଙ୍ଗ କ୍ୱେଶ୍ଚିନ୍ ମୁଁ ଦେଇଥିଲି, ଡିସ୍କସ୍ ଡିଫରେଣ୍ଟ ଟାଇପ୍ସ ଅଫ୍ ଲସେସ୍ ଅଫ୍ ଟ୍ରାନ୍ସଫର୍ମର, ଲେଖି ରଖ ଯେତେବେଳେ ମୋ କଥା ମନେ ପକେଇବ ଏକ୍ଜାମ୍ ହଲ୍ରେ। ରାଇଟ୍ ଡାଉନ୍ ଡିଫରେଣ୍ଟ ଟାଇପ୍ସ ଅଫ୍ ଲସେସ୍ ଅଫ୍ ଟ୍ରାନ୍ସଫର୍ମର, ଆଇରନ୍ ଲସ୍, କପର ଲସ୍, ହିଷ୍ଟେରେସିସ୍ ଲସ୍ ଥିଲା, ଫ୍ଲକ୍ସ ଲିକେଜ୍ ଥିଲା, ଚାରି ପ୍ରକାର ଥିଲା ଆପ୍ଲିକେସନରେ ଭିଡ଼ିଓ ଅଛି, ଯାଇକି ଦେଖିବ। 31 ନମ୍ବର, ହ୍ୱାଟ୍ ଆର୍ ଡିଫରେଣ୍ଟ ଟାଇପ୍ସ ଅଫ୍ ଇଲେକ୍ଟ୍ରୋମାଗ୍ନେଟିକ୍ ୱେଭ୍, ରାଇଟ୍ ଡାଉନ୍ ଦେୟାର ୟୁଜେସ୍ ହେଲା। ଇଲେକ୍ଟ୍ରୋମାଗ୍ନେଟିକ୍ ୱେଭ୍ କେତେ ପ୍ରକାର ଅଛି, ତାର ସବୁ ଟିକେ ଟିକେ ୟୁଜେସ୍ ଲେଖିବ, ରେଡ଼ିଓ ୱେଭ୍, ମାଇକ୍ରୋୱେଭ୍, ଅଲ୍ଟ୍ରାଭାয়োଲେଟ୍ ରେ। ତାପରେ 32 ନମ୍ବର, ଷ୍ଟେଟ୍ ଆଣ୍ଡ ଏକ୍ସପ୍ଲେନ୍ ବ୍ରୁଷ୍ଟାର୍ସ ଲ, ବହୁତ ଇମ୍ପୋର୍ଟାଣ୍ଟ, ମ୍ୟୁ ଇକ୍ୱାଲ୍ ଟୁ 10 IP, ମ୍ୟୁ ଇକ୍ୱାଲ୍ ଟୁ ପିଲେ 10 IP ହେଲା, 10 IP, tangent of polarizing angle is equal to refractive index of the material ହେଲା, on which light is incident। ଏତିକି ଲେଖିଦେଲେ ପିଲେ 2 ମାର୍କ 3 ମାର୍କ ଥିବ। ଷ୍ଟେଟ୍ ହାଇଜିନ୍ ପ୍ରିନ୍ସିପଲ୍, ଦୁଇଟା ପ୍ରିନ୍ସିପଲ୍ ଅଛି, ବହୁତ ଇମ୍ପୋର୍ଟାଣ୍ଟ ପିଲେ ପଢା କରିବ, ବହୁତ ଇମ୍ପୋର୍ଟାଣ୍ଟ। ରାଇଟ୍ ଡାଉନ୍ ଦ କଣ୍ଡିସନ୍ ଫର୍ ଇଣ୍ଟରଫେରେନ୍ସ, ପଢିଛି ମାନେ ପଢିଛି, ସଲିଡ୍ କ୍ୱେଶ୍ଚିନ୍ ଗୁଡ଼ା। ଦେଖ ରାଇଟ୍ ଡାଉନ୍ ଦ କଣ୍ଡିସନ୍ ଫର୍ ଇଣ୍ଟରଫେରେନ୍ସ, ବା ଏଟାକୁ ଏଭଳିଆ ବି ପକାଏ, ରାଇଟ୍ ଡାଉନ୍ ଦ କଣ୍ଡିସନ୍ ଫର୍ ସଷ୍ଟେନ୍ ଇଣ୍ଟରଫେରେନ୍ସ। ଛୁଆ ବୁଝିପାରନ୍ତିନି ସାର୍ ଆମେ ଇଣ୍ଟରଫେରେନ୍ସର କଣ୍ଡିସନ୍ ପଢିକି ଯାଇଥିଲୁ, ସଷ୍ଟେନ୍ ଇଣ୍ଟରଫେରେନ୍ସ ହୋଇଛି କ'ଣ ସାର୍, ସଷ୍ଟେନ୍ ଇଣ୍ଟରଫେରେନ୍ସ ସେଇ ଏକାଟା ପିଲେ। ରାଇଟ୍ ଡାଉନ୍ ଦ କଣ୍ଡିସନ୍ ଫର୍ ଇଣ୍ଟରଫେରେନ୍ସ ଯୋଉଟା, ସଷ୍ଟେନ୍ ଇଣ୍ଟରଫେରେନ୍ସ ବି ସେଇଟା, SUSTAINED, ସଷ୍ଟେନ୍ ଇଣ୍ଟରଫେରେନ୍ସ ହେଲା। ତ 35 ନମ୍ବର, ହ୍ୱାଟ୍ ଡୁ ୟୁ ମିନ୍ ବାଇ କୋହେରେଣ୍ଟ ସୋର୍ସ, ରାଇଟ୍ ଡାଉନ୍ ହାଉ କ୍ୟାନ୍ ୟୁ ପ୍ରୋଡ୍ୟୁସ୍ ଇଟ୍। କୋହେରେଣ୍ଟ ସୋର୍ସ ମାନେ କ'ଣ, ଆଉ ତାକୁ ତୁମେ କୋଉ ଭଳିଆ ତିଆରି କରିବ, କୋଉ ଭଳିଆ ତିଆରି କରିବ। ଫ୍ରେସ୍ନାଲ ବାଇଫ୍ରିଜିଂ ମେଥଡ଼ ଗୋଟେ ଅଛି, ବାଇଫ୍ରିଜିଂ ମେଥଡ଼ ଗୋଟେ ଅଛି, ଡବଲ ସ୍ଲିଟ୍ ମେଥଡ଼ ଅଛି, ଖାଲି ମେଥଡ଼ ଗୁଡ଼ା ନାଁ ଟିକେ ଟିକେ ଲେଖିଦବ। ତାପରେ 36 ହେଲା ମ୍ୟୁ ଇକ୍ୱାଲ୍ ଟୁ C/V, ବହୁତ ଇମ୍ପୋର୍ଟାଣ୍ଟ ପିଲେ ପ୍ରୋବ୍ଲେମ୍ ପାଇଁ। ଆଉ ଗୋଟେ ସି ଇକ୍ୱାଲ୍ ଟୁ ନ୍ୟୁ ଲାମ୍ବଡା, ବହୁତ ଇମ୍ପୋର୍ଟାଣ୍ଟ। ସିଟା ହେଲା ସ୍ପିଡ୍ ଅଫ୍ ଲାଇଟ୍, ବିଟା ହେଲା ଭେଲୋସିଟିଟା ହେଲା, ଆଉ ସି ଇକ୍ୱାଲ୍ ଟୁ ନ୍ୟୁ ଲାମ୍ବଡା, ସି ଇକ୍ୱାଲ୍ ଟୁ ପିଲେ କେତେ, ନ୍ୟୁ ଲାମ୍ବଡା, ନ୍ୟୁଟା ହେଲା ଫ୍ରିକ୍ୱେନ୍ସି, ଲାମ୍ବଡାଟା ହେଲା ୱେଭଲେନ୍ଥ, ସିଟା ହେଲା ସ୍ପିଡ୍ ଅଫ୍ ଲାଇଟ୍, ବହୁତ ଇମ୍ପୋର୍ଟାଣ୍ଟ ପିଲେ। ତାପରେ ହ୍ୱାଟ୍ ଇଜ୍ ଟୋଟାଲ ଇଣ୍ଟରନାଲ ରିଫ୍ଲେକ୍ସନ୍ ଆଣ୍ଡ କ୍ରିଟିକାଲ ଆଙ୍ଗେଲ, ୟାର ଡେଫିନେସନ୍ ପିଲେ ଲେଖିବ। ଟୋଟାଲ ଇଣ୍ଟରନାଲ ରିଫ୍ଲେକ୍ସନ୍ ର ଡେଫିନେସନ୍ ଆଉ କ୍ରିଟିକାଲ ଆଙ୍ଗେଲ ପିଲେ ଡେଫିନେସନ୍ ହେଲା। ଆଉ ଏଠି ଗୋଟେ ପିଲେ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା କ'ଣ, ମ୍ୟୁ ଇକ୍ୱାଲ୍ ଟୁ 1/sin c, ସେ ଫର୍ମୁଲାର ଡେରିଭେସନ୍ ନିହାତି ଦେଖିବ। ମ୍ୟୁ ଇକ୍ୱାଲ୍ ଟୁ 1/sin c କହିଦେଲି ପିଲେ, ମ୍ୟୁ ଇକ୍ୱାଲ୍ ଟୁ 1/sin c, ଡାଇରେକ୍ଟ ଦେଇଦେବ ହ୍ୱାଟ୍ ଇଜ୍ ଦ ରିଲେସନ୍ ବିଟୱିନ୍ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ଆଣ୍ଡ କ୍ରିଟିକାଲ ଆଙ୍ଗେଲ, ମ୍ୟୁ ଇକ୍ୱାଲ୍ ଟୁ 1/sin c, ୟାର ଡେରିଭେସନ୍ ବି ଡେଫିନାଇଟଲି 100% ଦେଖିକି ଯିବ। ତାପରେ ଲେନ୍ସ ମେକର ଫର୍ମୁଲା ରୁ ପିଲେ ପ୍ରୋବ୍ଲେମ୍, ଲଙ୍ଗ କ୍ୱେଶ୍ଚିନ୍ ତ ସିଲେକ୍ସନ୍ ଦିଆଯାଇଛି, ପ୍ରୋବ୍ଲେମ୍ ପାଇଁ ଦେଖିବ ଲେନ୍ସ ମେକର ଫର୍ମୁଲା। ତାପରେ ରେ ଡାଇଗ୍ରାମ ଅଫ୍ ସିମ୍ପଲ ମାଇକ୍ରୋସ୍କୋପ ଆଉ କମ୍ପାଉଣ୍ଡ ମାଇକ୍ରୋସ୍କୋପ ହେଲା, ବହୁତ ଇମ୍ପୋର୍ଟାଣ୍ଟ। ଖାଲି ରେ ଡାଇଗ୍ରାମ କହିଦବ, ଖାଲି ରେ ଡାଇଗ୍ରାମ ପିଲେ କହିଦବ ସିମ୍ପଲ ମାଇକ୍ରୋସ୍କୋପର ଆଉ କମ୍ପାଉଣ୍ଡ ମାଇକ୍ରୋସ୍କୋପର। ତାପରେ ପ୍ରୋବ୍ଲେମ୍ ଅନ୍ ଲେନ୍ସ ମେକର ଫର୍ମୁଲା, ଲେନ୍ସ ମେକର ଫର୍ମୁଲା ରୁ ପିଲେ ପ୍ରୋବ୍ଲେମ୍, ଲେନ୍ସ ମେକର ଫର୍ମୁଲା ରୁ ପିଲେ ଲେନ୍ସ ଫର୍ମୁଲା ରୁ ପିଲେ ପ୍ରୋବ୍ଲେମ୍। ତା ସହିତ ଆପ୍ଲିକେସନ୍ ଅଫ୍ ଫଟୋସେଲ୍, ଏଟା ତମର ନାହିଁ କୋଟି କୋଟି ନା ନା ଆପ୍ଲିକେସନ୍ ଅଫ୍ ଫଟୋସେଲ୍ ତାର ଥାଉ, ଆପ୍ଲିକେସନ୍ ଅଫ୍ ଫଟୋସେଲ୍ ରହିପାରିବ ହେଲା, ଏଟା ଡୁଆଲ ନେଚର ରେଡିଏସନ୍ ମେଥଡରୁ ଅଛି। ସିମ୍ପଲ ଆପ୍ଲିକେସନ୍ ଲେଖିଦବ, ବର୍ଗଲାର ଆଲାର୍ମ ଏଟାକୁ ବ୍ୟବହାର କରାଯାଏ ହେଲା କି, ନୋଟ୍ କାଉଣ୍ଟିଂ ମେସିନ୍ ଏଟାକୁ ପିଲେ ବ୍ୟବହାର କରାଯାଏ ଫଟୋସେଲ୍କୁ, ଏଗୁଡ଼ା ସବୁ ଆପ୍ଲିକେସନ୍ ପିଲେ ଦେବ। ରେଲୱେ ଷ୍ଟେସନରେ ପିପୁଲ କାଉଣ୍ଟିଂ ମେସିନ୍ ଆକାରରେ ପିଲେ ଫଟୋସେଲ୍କୁ ବ୍ୟବହାର କରାଯାଏ, ଏଗୁଡ଼ା ସବୁ ପିଲେ ଆରାମସେ ଦେଇହବ ଆପ୍ଲିକେସନରେ। ଏକ୍ସପ୍ଲେନ୍ ଡି ବ୍ରୋଗ୍ଲି ରିଲେସନ୍, ଡି ବ୍ରୋଗ୍ଲି ରିଲେସନ୍ ୱିଥ୍ ପ୍ରୋବ୍ଲେମ୍, ଡି ବ୍ରୋଗ୍ଲି ରିଲେସନ୍ ୱିଥ୍ ପ୍ରୋବ୍ଲେମ୍ ପିଲେ, ଡି ବ୍ରୋଗ୍ଲି ରିଲେସନ୍ ଯୋଉଟା ଦେଇଥିଲେ ତାକୁ ଭଲ ଭାବରେ, ଲାମ୍ବଡା ଇକ୍ୱାଲ୍ ଟୁ H/P ମନେ ପଡୁଛି ନା ନାହିଁ, ଲାମ୍ବଡା ଇକ୍ୱାଲ୍ ଟୁ H/P ପିଲେ ହେଲା, H/P ଏଟା ହେଲା ଡି ବ୍ରୋଗ୍ଲି ରିଲେସନ୍ ହେଲା। ହ୍ୱାଟ୍ ଇଜ୍ ମେଟର ୱେଭ୍ କହିଦେଇଥିବ, ହ୍ୱାଟ୍ ଇଜ୍ ମେଟର ୱେଭ୍, ଦ ୱେଭ୍ ଆସୋସିଏଟେଡ୍ ୱିଥ୍ ମେଟେରିଆଲ୍ ପାର୍ଟିକଲ୍ ଡ୍ୟୁରିଂ ମୋସନ୍ ଇଜ୍ କଲ୍ଡ ମେଟର ୱେଭ୍। ତାପରେ ଲେଖିଦବ ଦ ୱେଭଲେନ୍ଥ ଅଫ ମେଟର ୱେଭ୍ ଇଜ୍ ଲାମ୍ବଡା ଇକ୍ୱାଲ୍ ଟୁ H/P, ହ୍ୱେର୍ ଏସ୍ ଟା ଲେଖିଦବ ପ୍ଲାଙ୍କ୍ସ କନଷ୍ଟାଣ୍ଟ, ଆଉ ପି ଟା ଲେଖିଦବ ମୋମେଣ୍ଟମ୍, ପି ଜାଗାରେ MV ଲେଖିଦେଲେ ବି ହବ। ତ ଏଇ ଦିସ୍ ରିଲେସନ୍ ଇଜ୍ କଲ୍ଡ ଡି ବ୍ରୋଗ୍ଲି ରିଲେସନ୍ ହେଲା। ତାପରେ ରିଲେସନ୍ ବିଟୱିନ୍ ୱେଭଲେନ୍ଥ ଆଣ୍ଡ ୱେଭଲେନ୍ଥ ଅଫ୍ ରେଡିଏସନ୍ ୱିଥ୍ କାଇନେଟିକ୍ ଏନର୍ଜି, ବହୁତ ଇମ୍ପୋର୍ଟାଣ୍ଟ, ୱେଭଲେନ୍ଥ ୱିଥ୍ ହଉଛି ୱିଥ୍ କାଇନେଟିକ୍ ଏନର୍ଜି ପିଲେ ହେଲା।
କରାହେଇଛି ଖାତାରେ ଦେଖିବ। ଡିଫାଇନ୍ ମାସ୍ ଡିଫେକ୍ଟ, ତାପରେ ଯିବା ତମର ଆଟମିକ୍ ଫିଜିକ୍ସକୁ। ଡିଫାଇନ୍ ମାସ୍ ଡିଫେକ୍ଟ ୱିଥ୍ ଫର୍ମୁଲା ୱିଥ୍ ପ୍ରୋବ୍ଲେମ, ବହୁତ ଇମ୍ପୋର୍ଟାଣ୍ଟ ମାସ୍ ଡିଫେକ୍ଟର ଡେଫିନେସନ ପିଲେ। ରାଇଟ୍ ସର୍ଟ ନୋଟ୍ସ ଅନ୍ ଫ୍ୟୁଜନ୍ ଆଣ୍ଡ ଫିଜନ୍, ଫ୍ୟୁଜନ୍ ଆଉ ଫିସନ୍, ଏଗୁଡ଼ା ଫ୍ୟୁଜନ୍ ଫିସନ୍ଟା ପିଲେ ଦରକାର ହବନି ହେଲା। ଫ୍ୟୁଜନ୍ ଫିସନ୍ଟା ଫ୍ୟୁଜନ୍ ଫିସନ୍ଟା ହଁ ଫ୍ୟୁଜନ୍ ଫିସନ୍ଟା ପଢ଼ିବ ପଢ଼ିବ ଫ୍ୟୁଜନ୍ ଫିସନ୍ ପଢ଼ିବ, ଏଇଟା ଦରକାର ନାହିଁ। ରାଇଟ୍ ଅନ୍ ଦ ପ୍ରପର୍ଟି ଅଫ୍ ରେଡ଼ିଓ ଆକ୍ଟିଭିଟି ପାର୍ଟଟା କାଟି ଦେଇଛି ନା, ଏଇଟା ଦରକାର ନାହିଁ। ରାଇଟ୍ ଅନ୍ ଦ ଏଇଟା କାଟି ଦେଇଛି ହେଲା, ଆଲଫା ବିଟା ଗାମା ରିଲେସନ୍ ମୁଁ କାଟିଦେଲି। ତାପରେ 48 ନମ୍ବର, ରାଇଟ୍ ଡାଉନ୍ ଦ ଲିମିଟେସନ୍ ଅଫ୍ ରଦରଫୋର୍ଡସ୍ ଆଟମିକ୍ ମଡେଲ ହେଲା ଏଣ୍ଡ ବୋର୍ସ ଆଟମିକ୍ ମଡେଲ। ରଦରଫୋର୍ଡ ଆଟମିକ୍ ମଡେଲର ଲିମିଟେସନ୍ ବହୁତ ଇମ୍ପୋର୍ଟାଣ୍ଟ, ବୋର୍ସ ଆଟମିକ୍ ମଡେଲର ବି ଲିମିଟେସନ୍ଟା ଇମ୍ପୋର୍ଟାଣ୍ଟ, କିନ୍ତୁ ରଦରଫୋର୍ଡର ପିଲେ ବେଶୀ ଇମ୍ପୋର୍ଟାଣ୍ଟ। ତାପରେ ଡିସ୍କସ୍ ହାଇଡ୍ରୋଜେନ୍ ସ୍ପେକ୍ଟ୍ରମ୍, ଲାଇମନ୍ ସିରିଜ୍, ବାଲମାର ସିରିଜ୍, ପାସେନ୍ ସିରିଜ୍, ରାକେଟ୍ ସିରିଜ୍, ପିଫନ୍ ସିରିଜ୍, କୋଉଟା କୋଉ ଇଏରୁ ଆସୁଛି, କୋଉଟା ଦି ସିରିଜ୍ ବିଲଙ୍ଗସ୍ ଟୁ ଅଲ୍ଟ୍ରାଭାয়োଲେଟ୍ ରିଜନ୍, କୋଉଟା ଇନଫ୍ରାରେଡ୍ ରିଜନ୍, ତାକୁ ବହୁତ ଭଲ ଭାବରେ ପିଲେ ପଢା କରିବ ହେଲା। ତାପରେ ହ୍ୱାଟ ଆର୍ ଆଇସୋଟୋପ, ଆଇସୋବାର, ଆଇସୋଟନ୍ ୱିଥ୍ ଏକ୍ସାମ୍ପଲ୍, ଏଇଟା ପିଲେ ଦରକାର ହବନି, ନ୍ୟୁକ୍ଲିୟର ଫିଜ୍ଟା ତ ଆଉ ଏଟା ନାହିଁ। ଆଇସୋବାର ଆଇସୋଟନ୍ ଡିସ୍କସ୍ ୱିଥ୍ ଏକ୍ସାମ୍ପଲ୍, ଆଇସୋବାର ଆଇସୋଟନ୍, ହଁ ଆଇସୋବାର ଆଇସୋଟନ୍ଟା କର, ଆଇସୋବାର ଆଇସୋଟନ୍ଟା କର। ରେଡ଼ିଓ ଆକ୍ଟିଭିଟି ପାର୍ଟଟାରୁ ଆମେ ଛାଡ଼ିଦେବା ହେଲା, ରେଡ଼ିଓ ଆକ୍ଟିଭିଟି ପାର୍ଟଟା ନାହିଁ, ଏଟାକୁ ଭଲସେ ପଢ଼ା କରିବ। କେମିଷ୍ଟ୍ରି ଏଟା ଥିଲା। ଡିଫାଇନ୍ ହାଫ୍ ଲାଇଫ୍ ମିନ୍ ଲାଇଫ୍, ଏଟା ଆବଶ୍ୟକ ନାହିଁ ପିଲେ ହେଲା, ହାଫ୍ ଲାଇଫ୍ ମିନ୍ ଲାଇଫ୍ ରେଡ଼ିଓ ଆକ୍ଟିଭିଟି ପାର୍ଟଟା ଏଟା ଦରକାର ନାହିଁ କିଛି ଆମର। ପି ଟାଇପ୍ ଏନ୍ ଟାଇପ୍ ସେମିକଣ୍ଡକ୍ଟର ନିହାତି ପଢ଼ା କରିବ, ପି ଟାଇପ୍ ସେମିକଣ୍ଡକ୍ଟର କୋଉ ଭଳିଆ ତିଆରି ହେଉଛି, ଆଉ ମେଜରିଟି ଚାର୍ଜ କ୍ୟାରିୟର କେ, ଏଟା ସେମିକଣ୍ଡକ୍ଟର ଡିଭାଇସ୍ ଆସିଗଲା। ଏନ୍ ଟାଇପ୍ ସେମିକଣ୍ଡକ୍ଟର ସେଇଭଳିଆ ମେଜରିଟି ଚାର୍ଜ କ୍ୟାରିୟର କେ କୋଉ ଭଳିଆ ତମେ ତିଆରି କରିବ ହେଲା। ଲଜିକ୍ ଗେଟ୍ ତ ସିଲାବସରୁ କଟିଯାଇଛି, ଲଜିକ୍ ଗେଟ୍ ପିଲେ ସିଲାବସରୁ କଟିଯାଇଛି। ଆଲଫା ବିଟା ଗାମା ଟ୍ରାଞ୍ଜିଷ୍ଟର ବି କଟିଯାଇଛି ହେଲା। ତାପରେ ଡ୍ର ଦ ଭିଆଇ କ୍ୟାରେକ୍ଟରିଷ୍ଟିକ୍ ଅଫ୍ ପିଏନ୍ ଜଂକ୍ସନ୍ ଡାୟୋଡ୍, ଏଇଟା ମୁଁ ଆଉ ଟିକେ ପୂର୍ବରୁ କହୁଥିଲି ଯୋଉଟା ଭିଆଇ କ୍ୟାରେକ୍ଟରିଷ୍ଟିକ୍ ହେଲା, ଏଇଭଳିଆ ଡ୍ର କରିବ ହେଲା। ବ୍ରେକଡାଉନ୍ ଭୋଲ୍ଟେଜ୍ ଆଉ ନି ଭୋଲ୍ଟେଜ୍ ବିଷୟରେ ବି ଲେଖିବ ହଁ, ଗୋଟେ ଗୋଟେ ଲାଇନ୍। ତାପରେ ୱାର୍କିଂ ଅଫ୍ ପିଏନପି ଟ୍ରାଞ୍ଜିଷ୍ଟର, ଏନପିଏନ୍ ଟ୍ରାଞ୍ଜିଷ୍ଟର, ଏଗୁଡ଼ା ସବୁ ପିଲେ କଟିଯାଇଛି। ଡ୍ର ଦ ସର୍କିଟ୍ ଡାଇଗ୍ରାମ ଫର ହାଫ୍ ୱେଭ୍ ଆଣ୍ଡ ଫୁଲ୍ ୱେଭ୍ ରେକ୍ଟିଫାୟର, ଗତ ବର୍ଷ ଫୁଲ୍ ୱେଭ୍ ରେକ୍ଟିଫାୟରଟା ଲଙ୍ଗ କ୍ୱେଶ୍ଚିନ୍ ପଡ଼ିଥିଲା, ଏ ବର୍ଷ ଖାଲି ସର୍କିଟ୍ ଡାଇଗ୍ରାମଟା ହିଁ ପଡ଼ିଯାଇପାରେ, କେବଳ ସର୍କିଟ୍ ଡାଇଗ୍ରାମଟା ଏଇଭଳିଆ ଯୋଉ ଥିଲା। ଇନପୁଟ୍ ଏସି ଦେଇଥିଲ, ଇନପୁଟ୍ ଏସି ଦେଇଥିଲ, ଏଟା ପ୍ରାଇମେରୀ କଏଲ୍ ଅଫ୍ ଟ୍ରାନ୍ସଫର୍ମର କହୁଥିଲ, ଏଟା ସେକେଣ୍ଡାରୀ କଏଲ୍ ଅଫ୍ ଟ୍ରାନ୍ସଫର୍ମର ଦଉଥିଲ। ଫୁଲ୍ ୱେଭ୍ ରେକ୍ଟିଫାୟର ହେଲେ ଦୁଇଟା ପଡୁଥିଲା, ମନେ ପଡୁଛି ନା ନାହିଁ, ଫୁଲ୍ ୱେଭ୍ ଦୁଇଟା ରେକ୍ଟିଫାୟର ଦୁଇଟା ହଉଥିଲା, ତମ ଲୋଡ୍ ରେଜିଷ୍ଟାନ୍ସଟା ସେଣ୍ଟରରେ ରହୁଥିଲା, ଏଟା ଫୁଲ୍ ୱେଭ୍ ରେକ୍ଟିଫାୟର ଡାଇଗ୍ରାମ। ମଝିରେ ଟିକେ ଇନ୍ସୁଲେଟର ଦେଇଦବ, ଡାଇଗ୍ରାମ ଏତିକି କରିଦେଲେ ହେଇଗଲା ପିଲେ। ଡ୍ର ଦ ଇନପୁଟ୍ ଆଣ୍ଡ ଆଉଟପୁଟ୍ ଗ୍ରାଫ୍ ଅଫ୍ ହାଫ୍ ୱେଭ୍ ଆଣ୍ଡ ଫୁଲ୍ ୱେଭ୍ ରେକ୍ଟିଫାୟର, ଡାଇଗ୍ରାମ ଆକାରରେ ଦେଇଦବ ହାଫ୍ ୱେଭ୍ ରେକ୍ଟିଫାୟର ଇନପୁଟ୍ ଗ୍ରାଫ୍ ଆଉଟପୁଟ୍ ଗ୍ରାଫ୍। ଇନପୁଟ୍ ଗ୍ରାଫଟା ହାଫ୍ ୱେଭ୍ର ଏଇଭଳିଆ ହୁଏ, ଛାଡ଼ି ଛାଡ଼ି ରହିବ। ଫୁଲ୍ ୱେଭ୍ର ହେଲେ ଏଇଭଳିଆ ପିଲେ ହବ ହେଲା, ଫୁଲ୍ ୱେଭ୍ର ହେଲେ এইভাবে পিলে হব। যে বি টেলিগ্রাম গ্রুপ জয়েন করন পিলে গোটে ইম্পর্টাট কথা মু কইদউছি, যে বি টেলিগ্রাম গ্রুপ জয়েন পিলে করিন আমার এই ভিডিওর ডেসক্রিপশন বক্সরে মু টেলিগ্রাম গ্রুপর লিঙ্কটা পিলে দেবি, সমস্তে কি সিওর জয়েন করে যাও টেলিগ্রাম গ্রুপরে। টেলিগ্রাম গ্রুপরে জয়েন করে গেলে সবু রিলেটেড ইনফরমেশন যা যা প্লস টু রিলেটেড সবু ইনফরমেশন তুমি পিলে পাইଯିବ টেলিগ্রাম গ্রুপরে। টেলিগ্রাম গ্রুপটা বহুত ভালো স্টুডেন্ট ମାନଙ୍କ ପାଇଁ ପିଲେ ମନେ ରଖିଛ। ତ ଆଉ ଯୋଉମାନେ ପିଲେ ସବସ୍କ୍ରାଇବ କରିନ, ଏଠି ଗୋଟେ ବେଲ୍ ଆଇକନ ପିଲେ ରହିଛି, ସବସ୍କ୍ରାଇବ କରି ଏଠି ଗୋଟେ ବେଲ୍ ଆଇକନ ଅଛି, ସେଇ ବେଲ୍ ଆଇକନଟାକୁ କ୍ଲିକ୍ କରିଦେବ, ତାହେଲେ ଭିଡ଼ିଓ ଆସିଲା ମାନେ ସଙ୍ଗେ ସଙ୍ଗେ ତମେ ପିଲେ ଜାଣିପାରିବ। ଓକେ, ତାପରେ 59 ରାଇଟ୍ ଡାଉନ୍ ଦ କଣ୍ଡିସନ conductor insulator and semiconductor on the basis of band theory, बहुत इंपोर्टेंट प्ले। कंडक्टर इन्सुलेटर और सेमीकंडक्टर ऑन द बेसिस ऑफ बैंड थ्योरी, शॉर्ट क्वेश्चन 3 मार्क्स ପାଇଁ ବହୁତ इंपोर्टेंट। एग्जाम हल रे ही मो कथा मन पकइबो। कंडक्टर कहार केते तमरो फॉरबिडन एनर्जी गैप, इन्सुलेटर रो फॉरबिडन एनर्जी गैप सबुटु बेसी, सेमीकंडक्टर ताठू कम, इन तापर तमरो कंडक्टर रो फॉरबिडन एनर्जी गैप जीरो। पूरा डिटेल्स रे पढ़ा है एप्लीकेशन में, देखियो प्ले नोट्स रही। ड्रॉ द सिंबॉलिक डायग्राम ऑफ पीएनपी ट्रांजिस्टर, एनपीएन ट्रांजिस्टर नहीं प्ले। इंट्रिंसिक एक्सट्रिंसिक सेमीकंडक्टर बहुत इंपोर्टेंट, ता होची प्योर सेमीकंडक्टर टाको इंट्रिंसिक कहा जाय, तापर इंप्योर टाको एक्सट्रिंसिक कहा जाय। जो प्रोसेस रे इंप्योरिटी मिसा जाय से प्रोसेस रो नाम प्ले डोपिंग, हला कि मन रखियो। व्हाट इज डोपिंग, राइट डाउन इट एडवांटेजेस। डोपिंग तो कहि देली इंप्योरिटी जो प्रोसेस रे, द प्रोसेस इन व्हिच वी ऐड इंप्योरिटी टू ए प्योर सेमीकंडक्टर इज कॉल्ड डोपिंग। राइट डाउन इट्स एडवांटेज, एडवांटेज कोन हबो, ड्यू टू डोपिंग द कंडक्टिविटी ऑफ सेमीकंडक्टर इंक्रीजेस। डोपिंग कले गोटे कंडक्टिविटी बढ़िबो सेमीकंडक्टर, नॉलेज सेमीकंडक्टर बिहेव्स लाइक कोन इन्सुलेटर एट रूम टेम्परेचर बा लो टेम्परेचर। राइट, डिस्टिंग्विश बिटवीन एम्पलीट्यूड मॉड्यूलेशन फ्रीक्वेंसी मॉड्यूलेशन ना कटि छि प्ले। व्हाट इज मॉड्यूलेशन, राइट डाउन इट्स प्रॉपर्टी, एगुडा प्ले कटि छि। डिमॉड्यूलेशन भी कटि छि प्ले। ग्राउंड वेव स्काई वेव प्ले कटि छि। प्रॉब्लम फॉर ऑल चैप्टर रु प्रॉब्लम प्ले देखो, ता सहित गोटे इंपोर्टेंट इनफॉरमेशन मु प्ले तुमको कहि दूची। एथरो से लॉ गुडा जेहेतु पकेइबो बोली कहि प्ले, लॉ केते अछि हमर टोटल फिजिक्स रे केते लॉ अछि, बेसी लॉ नाही। लॉ गुडा गोटे खातार तुम लिखि दियो प्ले। फास्ट रे तुमर कोन रहला, फास्ट रे तुमर रहला कुलम्स लॉ, एटा तो मु देइछि सिलेक्शन कुलम्स लॉ ହେଲା। କୁଲମ୍ସ ଲକୁ ଭଲ ଭାବରେ ପିଲେ ପଢା କରିବ। କୁଲମ୍ସ ଲ ପରେ ପିଲେ ଗସ୍ ଲ ରହିଲା ହେଲା, ଗସ୍ ଲ ଇନ୍ ଇଲେକ୍ଟ୍ରୋଷ୍ଟାଟିକ୍ ମନେ ପଡୁଛି ନା ନାହିଁ, ଗସ୍ ଲ ରହିଲା, ତାକୁ ଭଲସେ ପିଲେ ପଢା କରିବ, କହିଦେଇଛି ସେ ଲରୁ ପଡିବ ବୋଲି। ତାପରେ କୁଲମ୍ସ ଲ ଗସ୍ ଲ ପିଲେ ଗଲା ଫାଷ୍ଟ ଇଲେକ୍ଟ୍ରୋଷ୍ଟାଟିକ୍ ରେ ହେଲା କି। ତାପରେ ତ ସେଠି ଆଉ କିଛି ନାହିଁ। ତାପରେ ତମର କ୍ୱାଣ୍ଟାଇଜେସନ ଅଫ ଚାର୍ଜ ଦେଲି, ସେଗୁଡ଼ା ଦେଇଦେଲି। ତାପରେ ୟୁନିଟ୍ 2 ରେ କିର୍ଚଫ୍ସ ଲ, କରେଣ୍ଟ ଚାପ୍ଟରରେ କିର୍ଚଫ୍ସ ଲ ହେଲା। କିର୍ଚଫ୍ସ ଲର ଷ୍ଟେଟମେଣ୍ଟ ଭଲସେ ଦେଖିବ, ଦୁଇଟା ସାଇନ୍ କନଭେନସନ, ସେଟା ଲଙ୍ଗ କ୍ୱେଶ୍ଚିନ୍ ବି ଏ ବର୍ଷ ସିଲେକ୍ସନ ଦିଆଯାଇଛି। କିର୍ଚଫ୍ସ ଲ ପରେ ତମର ତାପର ଚାପ୍ଟରରେ ମ୍ୟାଗ୍ନେଟିଜିମ୍ ଆଣ୍ଡ ମ୍ୟାଟରରେ ତ ଲ ନାହିଁ, ତମର ଲ ଗୁଡା ନାହିଁ। ଆର୍ଥ ମ୍ୟାଗ୍ନେଟିଜିମ୍ ତ କଟିଯାଇଛି। ତାପରେ ତମର ରହିଲା କିର୍ଚଫ୍ସ ଲ ପରେ
ବାୟଟ ସାବାର୍ଟସ ଲ ମ୍ୟାଗ୍ନେଟିକ୍ ଇଫେକ୍ଟ ଅଫ ଇଲେକ୍ଟ୍ରିକ କରେଣ୍ଟ ରୁ ବାୟଟ ସାବାର୍ଟସ ଲ, ବାୟଟ ସାବାର୍ଟସ ଲ ରହିଲା। ଆଉ ରହିଲା ତମର ଏମ୍ପିୟର ସର୍କିଟାଲ ଲ ହେଲା ଷ୍ଟେଟମେଣ୍ଟ ଏଗୁଡ଼ା ଲଙ୍ଗ କ୍ୱେଶ୍ଚିନ୍ ସିଲେକ୍ସନ ଦିଆଯାଇଥିଲା ବୋଲି ମୁଁ ଏଠି ଦେଇନଥିଲି ସର୍ଟ କ୍ୱେଶ୍ଚିନ୍ ରେ, କିନ୍ତୁ ଲ ଗୁଡ଼ା ଗୋଟେ ଖାତାରେ ତମେ ଲେଖି ରଖ। ଏମ୍ପିୟର ସର୍କିଟାଲ ଲ ହେଲା ମନେ ରଖ, ଏମ୍ପିୟର ସର୍କିଟାଲ ଲ ରହିଲା। ଆଉ ରହିଲା ତମର ଏମ୍ପିୟର ସର୍କିଟାଲ ଲ ସେଇ ଚାପ୍ଟର ସରିଗଲା। ତାପରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ ଇଣ୍ଡକ୍ସନ ଚାପ୍ଟର ଫାରାଡେ ଲ ହେଲା, ଫାରାଡେ ଲ ଦିଆହେଇଛି ସିଲେକ୍ସନ, ଫାରାଡେଜ ଲ ସିଲେକ୍ସନ ଦିଆହେଇଛି। ତାପରେ ଫାରାଡେ ପରେ ଲେଞ୍ଜ ରହିଲେ ହେଲା କି ଲେଞ୍ଜ ଲ, ଲେଞ୍ଜେସ ଲ ହେଲା, ଲେଞ୍ଜେସ ଲ ରହିଲା। ଲେଞ୍ଜ ଲ କଣ କହୁଛି ଦ ଡିରେକ୍ସନ ଅଫ ଇଣ୍ଡ୍ୟୁସ୍ଡ ଇଏମଏଫ ଇଜ ସଚ୍ ଦ୍ୟାଟ୍ ଇଟ୍ ଟେଣ୍ଡସ୍ ଟୁ ଅପୋଜ ଦ କଜ୍ ହ୍ୱିଚ୍ ପ୍ରୋଡ୍ୟୁସ ଇଟ୍। ପୁରା ଏଇଭଳିଆ ଘୋଷିକି ଚାଲିବ। ଫାରାଡେ ଲ ସେଇଭଳିଆ ଡାଇରେକ୍ଟ ମନେ ରଖିବ ହେଲା। ହ୍ୱେନ୍ ଏଭର ଇଲେକ୍ଟ୍ରିକ ଫ୍ଲକ୍ସ ଲିଙ୍କ୍ଡ ଟୁ ଦ ସର୍କିଟ ଚେଞ୍ଜେସ୍ ଏନ୍ ଇଏମଏଫ ଇଜ ଇଣ୍ଡ୍ୟୁସ୍ଡ ଇନ୍ ଦ ସର୍କିଟ, ଏଇଭଳିଆ ମନେ ରଖିବ। ସେକେଣ୍ଡ ଲଟା ଥିଲା ଦ ଇଣ୍ଡ୍ୟୁସ୍ଡ ଇଏମଏଫ ଇଜ ଡାଇରେକ୍ଟଲି ପ୍ରୋପୋର୍ସନାଲ ଟୁ ନେଗେଟିଭ ରେଟ୍ ଅଫ ଚେଞ୍ଜ ଅଫ ମ୍ୟାଗ୍ନେଟିକ ଫ୍ଲକ୍ସ ହେଲା। ଏଇଭଳିଆ ପୁରା ଘୋଷିତ କହିବ। ଏମ୍ପିୟର ସର୍କିଟାଲ କଣ ଥିଲା, ଲାଇନ୍ ଇଣ୍ଟିଗ୍ରାଲ ଅଫ ମ୍ୟାଗ୍ନେଟିକ ଫିଲ୍ଡ ଆରାଉଣ୍ଡ ଏ କ୍ଲୋଜ୍ ସର୍କିଟ ଇଜ ଇକ୍ୱାଲ ଟୁ 1 by epsilon 0 times the mu 0 times the total current flowing through the circuit, ଏମ୍ପିୟର ସର୍କିଟାଲ ଥିଲା। ଗଲା ଲେଞ୍ଜ ଲ ଗଲା। ତାପରେ ଲେଞ୍ଜ ଲ ସେଠି ଗଲା। ତାପରେ ଲେଞ୍ଜ ଲ ଗଲା, ତାପରେ ଲେଞ୍ଜ ଗଲେ। ତାପରେ ସେଠି ଆଉ କିଛି ନାହିଁ, ଅପଟିକ୍ସ ଚାଲିଯିବା। ଅପଟିକ୍ସ ରେ ଲଜ୍ ଅଫ ରିଫ୍ଲେକ୍ସନ ଆଉ ଲଜ୍ ଅଫ ରିଫ୍ରାକ୍ସନ ଦୁଇଟା ଲ ଦେଖିବ ହେଲା। ତାପରେ ହଉଛି ହାଇଜେନ୍ସ ପ୍ରିନ୍ସିପଲ ତ କହିଦେଇଛି। ତାପରେ ବ୍ରୁଷ୍ଟାର୍ସ ଲ ହେଲା, ବ୍ରୁଷ୍ଟାର୍ସ ଲ ଦେଇଛି ସିଲେକ୍ସନ ହେଲା। ବ୍ରୁଷ୍ଟାର୍ସ ଲ ତାକୁ ଦେଖିବ। ଲଜ୍ ଅଫ ରିଫ୍ଲେକ୍ସନ ରିଫ୍ଲେକ୍ସନ ବି ଦେଖିଦେଇଥିବ। ହାଇସ୍କୁଲରେ ପଢୁଥିଲା ଯଦି ଅବଶ୍ୟ କହିଛି ନା ଲ ରୁ ପକେଇବ। ଗଲା ସିଏ ଗଲା, ୱେବ ଅପଟିକ୍ସ ରୁ ଗଲା। ହାଇଜେନ୍ସ ପ୍ରିନ୍ସିପଲ କହିଦେଲି। କଣ୍ଡିସନ ଫର ଇଣ୍ଟରଫେରେନ୍ସ ତ ଦିଆହେଇଛି ସିଲେକ୍ସନ। ତାପରେ ତମର ଚାଲି ଆସିଲା ଡୁଆଲ ନେଚର ରେଡିଏସନ ମେଥଡ। ଡୁଆଲ ନେଚର ରେଡିଏସନ ମେଥଡ କଣ ରହିଲା, ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ଇଫେକ୍ଟ ହେଲା, ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ଇଫେକ୍ଟ, ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ, ଏଟା ବ୍ରୁଷ୍ଟାର୍ସ ଲ ହେଲା, ବ୍ରୁଷ୍ଟାର୍ସ ଲ, ବ୍ରୁଷ୍ଟାର୍ସ ଲ, ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ଇଫେକ୍ଟ, ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ମାନେ ଏଇଗୁଡାରୁ ନିହାତି କ୍ୱେଶ୍ଚିନ୍ ପାଇବ, ସେତେବେଳେ ମୋ କଥା ମନେ ପକେଇବ। ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ପୁରା କମ୍ପ୍ଲିଟ ଆଖିଟା ବନ୍ଦ କଲେ ଜାଣିପାରୁଥିବା ଦରକାର ସିଲାବସ ରେ କୋଉ ଜାଗାରେ କଣ ଅଛି ଆଉ କୋଉଟା ପରେ କଣ ଅଛି, ସେତେବେଳେ ତୁମେ ଜାଣିବ ଯେ ପାଠ ମୋର ପୁରା ହେଇଗଲା। ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ଇଫେକ୍ଟ ଦେଇଦେଲି ସିଲେକ୍ସନ। ତାପରେ ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ଇଫେକ୍ଟ ପରେ ସେଠି ଆଉ ହର୍ଜ ଏକ୍ସପେରିମେଣ୍ଟ ଲିନିୟର ଅବଜରଭେସନ ସେଗୁଡାରେ ତ ପଡେନି କ୍ୱେଶ୍ଚିନ୍, ବହୁତ କାଁ ଭାଁ ପ୍ଲସ୍ ଥ୍ରୀରେ ପଡୁଛି। ସେଗୁଡା ଲ ବି ନାହିଁ ସେଠି। ତାପରେ ତମର ଚାଲି ଆସିଲା ବର୍ସ ଏଟମିକ ମଡେଲ ହେଲା। ଖାଲି ବର୍ସ ଏଟମିକ ମଡେଲ ଗତ ବର୍ଷ ଦେଖ ଲଙ୍ଗ କ୍ୱେଶ୍ଚିନ୍ ପକେଇଥିଲା ହେଲା କି। ଏ ବର୍ଷ କେବଳ ପୋଷ୍ଟୁଲେଟ୍ସ ଗୁଡା ଦେଖିକି ପଳେଇବ। ରାଇଟ୍ ଡାଉନ୍ ଦ ପୋଷ୍ଟୁଲେଟ୍ସ ଅଫ ବର୍ସ ଏଟମିକ ମଡେଲ ହେଲା। କେବଳ ପୋଷ୍ଟୁଲେଟ୍ସ ଗୁଡା ଯାହା 5-6ଟା ପଏଣ୍ଟ ପିଲେ ଥିଲା। ସେ ମଝିରେ ଇଏ ରହିଛି, ନ୍ୟୁକ୍ଲିୟସ୍ ରହିଛି, ତାକୁ ଚାରିପଟେ ଘେରିକି ବୁଲୁଛନ୍ତି ଇଲେକ୍ଟ୍ରନ, ସାର୍କୁଲାର ପାଥରେ ବୁଲୁଛନ୍ତି, ଷ୍ଟେସନାରୀ ଅର୍ବିଟ ବୋଲି ସେଗୁଡା କୁହାଯାଉଛି। ଏଙ୍ଗୁଲାର ମୋମେଣ୍ଟମ L ଇକ୍ୱାଲ ଟୁ NS by 2 ପାଇ ହୁଏ ହେଲା କି। ଏଇଗୁଡା ସବୁ ଦେଖିକି ପଳେଇବ। ଆଉ ଯେତେବେଳେ ପର୍ଯ୍ୟନ୍ତ ଗୋଟେ ଫିକ୍ସଡ ଅର୍ବିଟରେ ବୁଲୁଛନ୍ତି ସେମାନେ ଏନର୍ଜି ଦେବେନି କି ନେବେନି ହେଲା। ଯେତେବେଳେ ଏନର୍ଜି ଦେବେ ନେବେ ସେମାନେ ହାୟର ଅର୍ବିଟକୁ ଜମ୍ପ କରିବେ, ଯେତେବେଳେ ଏନର୍ଜି ସେମାନେ ଜମ୍ପ କରିବେ ହାୟର ଅର୍ବିଟ ରୁ ଲୋୟର ଅର୍ବିଟ, ଏନର୍ଜି ଯିବ। ସବୁଗୁଡା ଓଡିଆରେ କହିଦେଲି, ସବୁଗୁଡା ପଏଣ୍ଟ ସବୁଗୁଡା କହିଦେଲି ହେଲା କି। ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ଇଫେକ୍ଟ ସରିଗଲା ଏଇଠୁ। ଫାରାଡେ ଲ, ଏଇ ଲଜ୍ ଅଫ ଫଟୋ ଇଲେକ୍ଟ୍ରିକ ଇଫେକ୍ଟ ପରେ ତମେ ବର୍ସ ମଡେଲ ପୋଷ୍ଟୁଲେଟ ଗୁଡା ଦେଖିଦବ ହେଲା। ବର୍ସ ଆଟମିକ ମଡେଲ ଗତ ବର୍ଷ ଲଙ୍ଗ କ୍ୱେଶ୍ଚିନ୍ ପଡିଥିଲା। ତେଣୁ ହାଇଡ୍ରୋଜେନ ପାଇଁ ବାହାର କରିବା ଦରକାର ନାହିଁ ଏନର୍ଜି, ଏଟାକୁ ଆମେ ଛାଡ଼ିଦେବା। ସିଲେକ୍ସନ ବି ମୁଁ ଦେଇନି, ଦେଖିଦବ ସିଲେକ୍ସନ ଭିଡ଼ିଓ ଡେଫିନେଟଲି ଦେଖିବ ଲଙ୍ଗ କ୍ୱେଶ୍ଚିନ୍ ଯାଇକି। ବର୍ସ ଆଟମିକ ମଡେଲ ପୋଷ୍ଟୁଲେଟ ଗୁଡା ହେଲା, ପୋଷ୍ଟୁଲେଟ ଗୁଡା ଯାହା ଥିଲା। ତାପରେ ଆଉ ଲ ଏଠି କାଇଁ, ରଦରଫୋର୍ଡର ଲିମିଟେସନ ନିହାତି ପଡିବ, ସିଲେକ୍ସନ ଦେଇଛି। ବୋର୍ଡର ଲିମିଟେସନ ଟାକୁ ବି ଦେଖିଦବ। ତାପରେ ଗ୍ରାଫ ଗୁଡା ତ ମୁଁ ଗୋଟେ କ୍ଲାସ କରିଦେଇଥିଲି, ଗ୍ରାଫ ଅଲ୍ ଗ୍ରାଫ କରିଦେଇଥିଲି ପିଲେ ହେଲା। ମ୍ୟାକ୍ସିମମ୍ ଗ୍ରାଫ ସାରି ଦେଇଛି, 90% 80% ସାରି ଦେଇଛି ଗ୍ରାଫ। ଆଉ ଗୋଟେ ଛୋଟ ଭିଡ଼ିଓ କରିବା ପିଲେ 20% ଆଉ ଯାହା ଗ୍ରାଫ ରହିଲା। ଟୋଟାଲ ଫଟୋ ଇଲେକ୍ଟ୍ରିକ ଇଫେକ୍ଟରେ ଗ୍ରାଫ ବି ସେ ଏଥର କହିଛି ନା ପଡିବ ବୋଲି। ଫଟୋ ଇଲେକ୍ଟ୍ରିକ ଇଫେକ୍ଟରେ ଗ୍ରାଫ ମ୍ୟାକ୍ସିମମ୍ ଅଛି, ଗ୍ରାଫ ସେଗୁଡା କରିଦେଇଥିଲି। ପୋଟେନସିଆଲ ଚାପ୍ଟର ଗୁଡାରୁ ବି ସବୁ ଗ୍ରାଫ ଡିସ୍କସନ କରିଦେଇଥିଲି। 80% ଗ୍ରାଫ ସରିଯାଇଛି, ଆଉ 20% ପିଲେ ଗ୍ରାଫ ବାକି ରହିଛି। ତ ସବୁ ଚାପ୍ଟର ମିଶେଇକି ମୁଁ କରୁଥିଲି, ଗୋଟେ ପାର୍ଟ ହେଇଛି। ତମେ ଯଦି କମେଣ୍ଟ ବକ୍ସରେ ଲେଖିବ ଯେ ସାର୍ ସେକେଣ୍ଡ ପାର୍ଟର ଗ୍ରାଫ ଆଣନ୍ତୁ, ମୁଁ ଆଣିବି। ନହେଲେ ନାହିଁ, ତମେ ଯଦି ପଢିବ ପଢିଦବ ପିଲେ ହେଲା। ବର୍ସ ଏଟମିକ ମଡେଲ। ତାପରେ ପିଲେ ରହିଲା ତମର ହାଫ୍ ୱେଭ୍ ରେକ୍ଟିଫାୟାର, ଫୁଲ୍ ୱେଭ୍ ରେକ୍ଟିଫାୟାର କିଛି ଲ ପିଲେ ଆଉ ନାହିଁ ହେଲା। ଏତିକି ପିଲେ ଭଲସେ ପିଲେ ପଢା କରିଦିଅ, ଏତିକି ତ ଲ ରହିଛି ଆଉ ହେଲା। ଏକୁ ପିଲେ ଭଲସେ ପଢା କରିଦିଅ। ତାପରେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ହେଲା, ମୁଁ ଯୋଉ ଭଳିଆ ଷ୍ଟେପ୍ କହିଛି ସେଇଭଳିଆ ହିଁ ପିଲେ ଯିବ। 90% ମାର୍କଟା ମୁଁ ଗ୍ୟାରେଣ୍ଟି ଦେଇକି କହୁଛି ରହିବ। ଗ୍ୟାରେଣ୍ଟି ମାନେ 1000% ଗ୍ୟାରେଣ୍ଟି ଦେଇକି କହୁଛି। ଫିଜିକ୍ସରେ 90% ମାର୍କ ରଖିପାରିବ, ଯୋଉ ଷ୍ଟେପ୍ ଗୁଡ଼ା ମୁଁ କହିଛି ସେତିକି ଯଦି ଫଲୋ କରିଦେବ ପିଲେ, ଠିକ୍ ଅଛି। ତ ଏଗୁଡ଼ା ସରିଗଲା ପିଲେ। ନେକ୍ସଟ କ୍ଲାସରେ ଦେଖାହେବା ଗୋଟେ ଇମ୍ପୋର୍ଟାଣ୍ଟ କ୍ଲାସ୍ ସହିତ ପିଲେ। ଯୋଉମାନେ ସବସ୍କ୍ରିପସନ୍ ନେବା ପାଇଁ ଚାହୁଁଛ ମୋତେ ହ୍ୱାଟ୍ସଅପ୍ କରିପାରିବ ଏଇ ନମ୍ବରରେ 90909090171794 ହେଲା। ଏକ୍ଜାମର ଯଦି 5 ଦିନ ପୂର୍ବରୁ ବି ତୁମେ ସବସ୍କ୍ରିପସନ୍ ନେବ, 3 ଦିନ ପୂର୍ବରୁ ଯଦି ବି ତୁମେ ସବସ୍କ୍ରିପସନ୍ ନେବ, 2 ଦିନ ପୂର୍ବରୁ ଯଦି ଗ୍ୟାରେଣ୍ଟି ଦେଇକି ମୁଁ କହୁଛି ସବସ୍କ୍ରିପସନ୍ ନେବ, 100% ତୁମର ବେନିଫିଟ୍ ହିଁ ହେବ ପିଲେ।
ହେଲା କି ଗୋଟେ ଦିନ ପୂର୍ବରୁ ସବସ୍କ୍ରିପସନ ନେଲେ ବି ତମର ପିଲେ ବେନିଫିଟ ହବ। ଓକେ, ତେଣୁ ଯୋଉ ହିସାବରେ ଭଲସେ ଡିଟେଲ୍ସରେ ପଢା ହେଇଛି, ଖାଲି ଏପଟେ ସେପଟେ ହଇରାଣ ହବ ପିଲେ ଲଙ୍ଗ କୋଶ୍ଚିନ୍ ବୁଝିବା ପାଇଁ। ଲଙ୍ଗ କୋଶ୍ଚିନ୍ ଥରେ ଦେଖ କୋଉ କ୍ୱାଲିଟିର ପିଲେ ଲଙ୍ଗ କୋଶ୍ଚିନ୍ ଗୁଡ଼ା ସବୁ ଡେସ୍କ୍ରାଇବ କରାଯାଇଛି, ତା ସହିତ ସର୍ଟ କୋଶ୍ଚିନ୍ ପୁରା କମ୍ପ୍ଲିଟ ନୋଟ୍ କମ୍ପ୍ଲିଟ ଭିଡ଼ିଓ ରହିଛି ପିଲେ ସେକେଣ୍ଡ ଇୟର ଫିଜିକ୍ସର। ଠିକ ଅଛି, ତ ଦେଖା ହବ ପିଲେ ନେକ୍ସଟ ଭିଡ଼ିଓରେ। ଟିଲ୍ ଦେନ୍ ବାଇ ବାଇ ପିଲେ, ଟେକ୍ କେୟାର, ଅଲ୍ ଦ ଭେରି ବେଷ୍ଟ।